श्री ठाकुरंकर श्रीचरण प्रांतरे जनाई अनंत कोटि प्रणाम। परम आराध्य जगज्जननी श्री श्री बड़मां श्रीचरण प्रांतरे जनाई अनंत कोटि प्रणाम। परम पूज्यपाद श्री श्री बड़दांकर श्रीचरण प्रांतरे जनाई अनंत कोटि प्रणाम। परम पूज्यपाद श्री श्री आचार्य देवंकर श्रीचरण प्रांतरे जनाई अनंत कोटि प्रणाम। इष्ट परिवार और प्रत्येक श्रीचरण प्रांतरे दिनहीन किंचन अनंत कोटि प्रणाम निवेदन करे এই অনলাইন সৎসঙ্গ ওড়িশা সৎসঙ্গ ভুবনেশ্বর আনুকূল্যরে আয়োজিত এই সৎসঙ্গরে অনলাইন সৎসঙ্গ ভর্চুয়াল সৎসঙ্গরে উপস্থিত সমস্ত ଯେଉଁମାନେ ଯୋଗ ଦେଇଛନ୍ତି ସମସ୍ତ ଠାକୁରଙ୍କର ପୂତବନ୍ଧଧାରୀ କର୍ମୀ ବୃନ୍ଦ ଋତ୍ୱିକ ଦେବତା ଏବଂ ବରେଣ୍ୟ ବରିଷ୍ଠ ଗୁରୁଭ୍ରାତା ମଣ୍ଡଳୀ ସ୍ନେହମୟୀ ମାତୃମଣ୍ଡଳୀ ଛୋଟ ଛୋଟ ପିଲାମାନେ ତଥା ଯୋଡି ହୋଇଥିବା ଏହି ସତ୍ସଙ୍ଗରେ ସମସ୍ତଙ୍କ ଉଦ୍ଦେଶ୍ୟରେ ମୋର ଜଣାଏ ଯଥାଯୋଗ୍ୟ ଭକ୍ତି ପ୍ରୀତି ଶ୍ରଦ୍ଧା ଓ ସମ୍ମାନ ଭରା ରାୟ ଏବଂ ଜୟଗୁରୁ। ଆଜି ଏକ ସେମିତି ସୁଯୋଗ ମୋ ପାଇଁ ବିଶେଷ କରି ଆପଣମାନଙ୍କ ଗହଣରେ ପ୍ରଭୁଙ୍କର ଶ୍ରୀଚରଣ ପ୍ରାନ୍ତରେ ବସି ଏହି ସମ୍ପୂର୍ଣ୍ଣ ସତ୍ସଙ୍ଗକୁ ଉପଭୋଗ କରିବାର ଯେଉଁ ଅପୂର୍ବ ସୁଯୋଗ ଆଜି ଆପଣମାନେ ଦେଇଛନ୍ତି, ବିଶେଷ କରି ସୁଭାଷ ଭାଇଙ୍କର ଏହି ଅପୂର୍ବ ପ୍ରୟାସ ଦୀର୍ଘ 1842 ଦିନରେ ଆଜି ପଦାର୍ପଣ କରିଛି ଏହି ଓଡ଼ିଶା ସତ୍ସଙ୍ଗ। ଦୀର୍ଘ ଦିନର ଯାତ୍ରା ଏ ଯେଉଁ ଠାକୁର କହୁଥିଲେ ଅନନ୍ତ ପଥ ଅମୃତ ଗତି, ଅମୃତ ପଥ ଅନନ୍ତ ଗତି। ତେଣୁ ଇଏ ଗତି ମଧ୍ୟ ଆର ଅନ୍ତ ନାହିଁ। ଠାକୁର କରନ୍ତୁ ଏମିତି ଚାଲିଥାଉ, ଏଇ ଅନନ୍ତ ଗତି ହିଁ ଚାଲିଥାଉ ଏ ସତ୍ସଙ୍ଗର ଗତି। ଓଡ଼ିଶା ସତ୍ସଙ୍ଗ ପ୍ରତିପତ୍ତିକଙ୍କ ସାରା ବିଶ୍ୱରେ ଖାଲି ଭାରତରେ ବହିର୍ଭାରତରେ ସମଗ୍ର ସବୁ କ୍ଷେତ୍ରରେ ସମସ୍ତଙ୍କ ଭିତରେ ସେଇ ପ୍ରଭୁଙ୍କ ପ୍ରତି ଭଲ ପାଇବା, ଇଷ୍ଟି ଚେତନା, ଇଷ୍ଟଚ୍ଛଳ ଜୀବନ ସମସ୍ତଙ୍କର ପ୍ରଭୁଙ୍କ ଶ୍ରୀଚରଣ ପ୍ରାନ୍ତରେ ପ୍ରାର୍ଥନା ରଖୁଛି। ସୁଭାଷ ଭାଇ ତଥା ଯୋଡି ହେଇଥିବା ସମସ୍ତଙ୍କର ପାରିବାରିକ ପଞ୍ଚ ମହାଜୀବନ ସାର୍ଥକତା ଉଦ୍ଦେଶ୍ୟରେ ପ୍ରଭୁଙ୍କ ଶ୍ରୀଚରଣ ପ୍ରାନ୍ତରେ ପୁଣି ଥରେ ପ୍ରାର୍ଥନା ରଖୁଛି। ଆଜି ଆଲୋଚନାର ପର୍ବ ବର୍ତ୍ତମାନ ସୁନ୍ଦର ଭାବରେ ଭଜନ କୀର୍ତ୍ତନ ହେଇଯାଇଛି, ଭୋଗ ନିବେଦନ କରିଛନ୍ତି ଭାଇ ଓ ମା ମାନେ। ସମସ୍ତଙ୍କ ନାଁ ମୁଁ ଆଉ ଉଚ୍ଚାରଣ କରୁନାହିଁ। ସମସ୍ତଙ୍କର ଯେଉଁ ଭୋଗ ନିବେଦନ କରିଛନ୍ତି, ଯେଉଁ ଉଦ୍ଦେଶ୍ୟରେ ପ୍ରଭୁଙ୍କ ଶ୍ରୀଚରଣ ପ୍ରାନ୍ତରେ ଭୋଗ ନୈବେଦ୍ୟ ନିବେଦନ କରିଛନ୍ତି, ସେମାନଙ୍କ ସେଇ ଉଦ୍ଦେଶ୍ୟ ସଫଳ ହେଉ, ପୂର୍ଣ୍ଣ ହେଉ, ପରମ ପିତା ଦୟା କରନ୍ତୁ। ଯେଉଁ ଉଦ୍ଦେଶ୍ୟରେ ସେ ସତ୍ସଙ୍ଗ ଦେଇଛନ୍ତି ସେ ଉଦ୍ଦେଶ୍ୟ ତାଙ୍କର ସଫଳ ହେଉ, ଜୟ ହେଉ। ଆପଣମାନେ ସମସ୍ତେ ଅଛନ୍ତି, ମୁଁ ସେମିତି ବକ୍ତା ନୁହେଁ। ସୁଭାଷ ଗୋଟେ ଭଲ ପାଇବାର ଦାୟରେ ସେ କହି ପକେଇଛନ୍ତି ବୋଧହୁଏ। ମୁଁ ସେମିତି ପ୍ରାଜ୍ଞ ନୁହେଁ କି ବିଜ୍ଞ ନୁହେଁ, ସେମିତି କହିବାର ଶୈଳୀ ମତେ ଜଣା ନାହିଁ, ବାକ୍ଚାତୁରୀ ମଧ୍ୟ ମୋ ଭିତରେ ନାହିଁ। ଜୀବନରେ ପ୍ରଭୁଙ୍କୁ ଧରି ଯେଉଁ ଜୀବନରେ କେତେ କଥା ଜୀବନରେ କିଛିଟା ଶିଖିଛି, ଏଇ ଠାକୁରଙ୍କର ଦିବ୍ୟ ଜୀବନର କଥା, ଲୀଳାର କଥା ଆପଣମାନଙ୍କ ଗହଣରେ ମିଶି ବସି ହସି ଖୁସି ହେଇ ଯାହା କିଛି ଶିଖିଛି ସେ ଜୀବନର କିଛି ଅନୁଭୂତି ଅନୁଭବ କଥା ସେଇଥିରୁ କିଛି ତୋଳି ଧରିବି। ବିଷୟଟା ରଖାଯାଇଛି ଆଜି ଯେ ଜୀବନରେ ଦୁଃଖ ଓ ତାର ନିରାକରଣ। ଜୀବନରେ ଦୁଃଖ ଏମିତି ଗୋଟିଏ ଜୀବନ ନାହିଁ ଯାହା ଜୀବନରେ ଦୁଃଖ ନାହିଁ। ସଂସାରରେ ଯେଉଁଥିପାଇଁ କି ସେଇଦିନ ମନେ ପଡେ ତଥାଗତ ବୁଦ୍ଧଦେବ କହିଥିଲେ ଏ ଜୀବନ ଦୁଃଖମୟ। ଏବଂ ଭକ୍ତ ମଧ୍ୟ ଭକ୍ତି ସଙ୍ଗୀତଟି ବି ଗାଇ ଦିଏ, ଏ ଜୀବନ ଯଦି ଦୁଃଖମୟ ପ୍ରଭୁ ଦୁଃଖିତ କାହିଁକି ହେବି, ମୋ ଦୁଃଖକୁ ତୁମ ଆଶିଷ ଭାବିଣ ନୀରବରେ ସହୁଥିବି। ତେଣୁ ଜୀବନଟା ଦୁଃଖମୟ ନିଶ୍ଚୟ। ଏ ଯୋଉ ଆର୍ଯ୍ୟ ସତ୍ୟ ବୁଦ୍ଧଦେବ ଦେଇଥିଲେ, ଏ ଜୀବନ ଦୁଃଖମୟ। ଦୁଃଖର କାରଣ ହଉଛି ଆଶା ବା କାମନା। ତୃତୀୟ ସତ୍ୟ କାମନାର ବିନାଶରେ ଦୁଃଖର ବିନାଶ। ଚତୁର୍ଥ ସତ୍ୟ ସତ୍ ପବିତ୍ର ଓ ସତ୍ ପବିତ୍ର ଜୀବନ ଯାପନରେ କାମନାର ବିନାଶ। ତେଣୁ ଏ ଚାରି ଆର୍ଯ୍ୟ ସତ୍ୟ ଭାବରେ ତାକୁ ସେତେବେଳେ ପରିଗଣିତ କରାଯାଇଥିଲା। ଯାହା ହେଉ, ତେଣୁ ଏଇ ଯୋଉ ଆର୍ଯ୍ୟ ସତ୍ୟ ଏ ଜୀବନ ଦୁଃଖମୟ। ସେଇଥିପାଇଁ ବିଷୟଟିକୁ ମୁଁ ଅନ୍ତତଃ ବାଛିଲି ଯେ ଏ ଜୀବନଟା ହଉଛି ଦୁଃଖମୟ। ଏମିତି ଗୋଟିଏ ଜୀବନ ନାହିଁ, ସେ ମାନେ ସ୍ଥାବର ଅସ୍ଥାବର ଜଳ ଚେତନ ଯିଏ ବି ହୁଅନ୍ତୁ ନା କାହିଁକି, ସମସ୍ତଙ୍କ ଜୀବନରେ ଦୁଃଖ ହଉଛି ଚିର ସହଚର। ଏବଂ ଏଇ ଦୁଃଖ ମଣିଷ କାହିଁକି ପାଏ? ଦୁଃଖ ତା ପାଇଁ କେତେବେଳେ ବି ଅଭିଶାପ ହୁଏ, କେତେବେଳେ ଆଶୀର୍ବାଦ ହୁଏ। ଦୁଃଖ ତା ପାଇଁ କେତେବେଳେ ଉପଭୋଗ୍ୟ ହେଇ ଉଠେ, ଦୁଃଖ କେତେବେଳେ ତା ପାଇଁ ଯନ୍ତ୍ରଣାଦାୟକ ହେଇ ଉଠେ। ଏସବୁ ଅନେକ ଅଛି। ବେଳେ ବେଳେ ସବୁବେଳେ ସବୁ ଦୁଃଖ ଯେ ଦୁଃଖଦାୟକ ସେୟା ନୁହେଁ, ସବୁ ଦୁଃଖ ଯେ ସୁଖଦାୟକ ସେୟା ନୁହେଁ। କେତେ ଦୁଃଖ ଅଛି ଜୀବନରେ। ଏ ଯେମିତି ମଣିଷ କାନ୍ଦେ, ମଣିଷ ହସେ। ଏ ମଣିଷ କାନ୍ଦେ ଯେତେବେଳେ ଦୁଃଖରେ ବି କାନ୍ଦେ, ସୁଖରେ ବି କାନ୍ଦେ। ବେଳେ ବେଳେ ଆତ୍ମହରା ହେଇକି ସୁଖରେ ବି ତା ଆଖିରୁ ଲୁହ ଝରି ପଡେ।
आमे प्रभुଙ୍କ पाखरे बसिचे प्रभुଙ୍କର भाव प्रभुଙ୍କର से लीलार कथा केतବେଳେ मो जीवन को हृदय के छुई गला तो से आनंद अश्रु विगलित हो जाए तेणु मनुष्य आनंद भी कांदे एवं दुख भी कांदे तेणु ये जो जीवन हूँ दुखमय तेणु ये दुखर कारणटा कौन ये दुखर कारण हूँ आशा बा कामना आम सब चाहूचे आमर किसी प्राप्तिर आशा रही जीवन ठाकुर सहित सत्यानुसरण प्रथम कथा कहले अर्थ मान जश इत्यादि पाइबा आशारे मत ठाकुर सजाई भक्त हो नहीं सावधान हो ठकी जीव तुम ठाकुरत्व जाग्रत नहेले कई तुम केन्द्र भी नुहति ठाकुर भी नुहति फांकी देले ताहा ही पाइब अर्थात से फांकाटा ही पाइब जीवन सार हेब तेणु ठाकुर प्रथम मना करदे कि पाइबार आशा नहीं तुम्हें मो पाखक आस ना मत ठाकुर सजाओ ना तेणु ये जो पाइबार आशाटा ही मनीष भितर दुख आनीदे ठाकुर कहते तुम्हें जगत हजारे करी मध्य दुख नष्ट करि परिबो नाही जते दिन पर्यंत तुम मनरु से अभाव भावटा को काढ़ी न नहींच आ धर्म ही ताहा करि पारे धर्म सेटा ही शिखाए ठाकुर से लीलार कथा शिखाइले जे ठाकुर कहते जेते पार दियो नेबा कथा नेबाटा को भूली जाओ जीवन में जो माने जुगे जुगे भारत वर्षर देखा जाइछि बहु पूर्वतन पुरुषोत्तम मानक जीवन देखा जाइछि सेमाने जते आसीछन्ति त्याग ए देई दबाटा जते जे डेडिकेटेड हेछि जीवनटा जार समर्पित जीवन हेछि जते जे अन्य पई देई देइछि सतल से तुमे यथा ठाकुर कहउछन्ति तुमे अन्य पई देई दियो सब यथा सर्व ठाकुर जो सत्यानुसरण बाणी अछि तुमे यथा सर्वस्वर अधीश्वर हेबो देई दियो किछि चाहो नाही निज पई किछि चाहो नाही तेणु यही जो ठाकुर देले दुखटा आसे मनीष जतबेले चाहे प्राप्तिर आशा रखे लोभ रहे तेणु ये जो दुख मनीष जाए ताको सेदिन जड़े कहूँ सुंदर भाव गोटे कहा अच्छी ये जो जीवन जो दुख आसे मनीष ताको कौन करे ना कला बादल भली जीवन गोटे माने छाई हो जाए कि से कला बादल देहरे भी बेले बेले बिजुली चपला झलकटा भी अति सुंदर लगे दुख भीतर जो से टिके आनंद भी पाई जाए सेते बेले भी ताको खूब आनंद लगे तेणु दुख ताको काबू करें ना से कहुई जीवन अच्छी माने जंत्रणा अच्छी जीवन अच्छी माने दुख अच्छी ये जीवन दुख अच्छी शंका अच्छी विपर्जय अच्छी घड़ माने दुख घनघटा अच्छी एवं बाधा विघ्न भी अच्छी किंतु तार ऊर्ध्वर यदि मो ठाकुर थांती ताले से दुख से विपर्जय से जिते जहाँ घनघटा आसुना कहीं सबुगुड़िक बेस उपभोग्य हो उठे मो जीवन संपद अच्छी प्राचुर्य अच्छी धन संपदर माने आज माने फाटी पड़ुछि मु बैंक बालांस अच्छी सब किछि प्राचुर्य मु भरी जाइछि भोगर द्रव्य द्रव्य मो पाखरे चतुष्पार्श्व बेढ़ी रही आत्मीय सधन मु भरपूर ही उठी किंतु तार ऊर्ध्वरे किंतु जदि मो ठाकुर थांती ताहले से संपद प्राचुर्य ऐश्वर्य विभव सबुगुड़ी किंतु उपभोग्य ही उठिबो नहिले से गुड़िक मनीष को अहं पथरे नहीं जाई ताको कौन रसातल को नहीं जीव तार किंतु अंत माने यत्ता नहीं तेणु से दुख भी थाऊ सुख भी थाऊ तुम्हें मो दुख अच्छ सुख अच्छ प्रभु यही हूँ कथा माने बंधु आत्मीय स्वजन बंधु दाया सुत आत्मीय स्वजन जालागी जीवन जंत्रणा जड़ित बंधु दारा सुत संपद अयुत जालागी जीवन जंत्रणा जड़ित मो दुख सुख रही साथी बंधु बोली नेली बाछी तुम्हें अच्छ बोली मु अच्छी प्रभु तुम्हें अच्छ बोली मु अच्छी केवल से अच्छी बोली मो बंचीबाट संभव है से दुख भी आसू सुख भी आसू मो दुख को तुम आशीष भाई बहन नीरव सहुथी यही भाव यही चिंताधारा जहाँ भितर हृदय भितर मैंने गुंथि हो जाइए से माला कर तो से जीवन तार सब दुख गुड़िक भी आनंददायक हो उठिबो से दिन भक्त जड़े कहूँ लिखुची अंतर अव्यक्त वेदना काली माँ टे कहते पारिवारिक जीवन कथा आउ समस्ते भी आम टे से कथा से बारंबार जो कहते हुए तो सुभाष भी चेतना दौले दादा विजय दा और ऋषिकेश दा बसंत भाई बुझे दौले तुम धैर्य धर यही कम कर ठाकुर यही विधान गुड़े कर चल निश्चय जीवन दुख दूर हो तेणु से जो जीवन दुख अनेक अच्छी से माटी कही पारुथले हे तो आमे माने कहीं किसी कही पारुने एमती अव्यक्त जंत्रणा अव्यक्त दुख अनेक जीवन में भरी रही किंतु सबु भितर भी से लिखुचंती जन भक्त जे देई नयन नीर काली रे चिठी लेखे मु गोपन पुरे से अव्यक्त कथा तो कही पारुनी हृदय गोपन ज्वालाटा को से कही पारुनी
ତେଣୁ ସେ କହୁଛନ୍ତି ଦେଇ ନୟନ ନୀର କାଳିରେ, ନୀରବରେ ଅଶ୍ରୁ ବିସର୍ଜନ କରୁଛି ପ୍ରଭୁ, ଆଉ ଏ ନୟନ ନୀରଟାକୁ ମୁଁ କାଳି କରିଦେଇଛି, ଆଉ ଭାବଟାକୁ କଲମ କରିଦେଇଛି। ଦେଇ ନୟନ ନୀର କାଳିରେ ଚିଠି ଲେଖେ ମୁଁ ଗୋପନ ପୁରେ, ତୁମ ବିନା ପ୍ରଭୁ କିଛି ଚାହୁଁ ନାହିଁ, ଆଉ କିଛି ଚାହୁଁ ନାହିଁ, ବଞ୍ଚିତ ନହେବି ତୋ ସେବାରେ। ଏଇ ମର୍ମରେ ଥରେ ଗୋଟେ ଭଜନଟେ ମୁଁ ଶୁଣିଥିଲି ପ୍ରଭୁଙ୍କର, ଠାକୁରଙ୍କର। ପ୍ରଭୁ ମୋର ସବୁ କିଛି ଦୁଃଖ ହେଇଥାଉ, ଏଇ ନୟନର ଆଖିରେ ଦୁଃଖ ଯନ୍ତ୍ରଣାର ଝରି ପଡୁଥିବା ଅଶ୍ରୁ ନେଇ ମୁଁ ତାକୁ ଭାବ ରୂପକ କଲମରେ ଭର୍ତ୍ତି କରି ଲେଖୁଛି ପ୍ରଭୁ, ଚିଠିଟା ଲେଖୁଛି। ଏତିକି କରିବ ପ୍ରଭୁ, ଦୁଃଖରେ ଜୀବନରେ ଯାହା ବି ଥାଉ ମୁଁ ତୁମ ସେବାରୁ ବଞ୍ଚିତ ନ ହେଇଯାଏ ଯେମିତି। ତୁମରି ଚିନ୍ତା, ତୁମରି ଚେତନା, ତୁମରି କଥା, ତୁମରି ଭାବ ପ୍ରତିଟି ମୁହୂର୍ତ୍ତରେ ପ୍ରଭୁ ତୁମେ ମୋର ଥିବ, ମୋ ଭାବରେ ଥିବ, ମୋ କଥାରେ ଥିବ, ମୋର ଚାଲିଚଳନ ଭିତରେ ଥିବ, ମୋ ଜୀବନର କର୍ମ ଭିତରେ ଦେଇଥିବ, ମୋର ବାସ୍ତବ କର୍ମ ଭିତରେ ତୁମେ ହିଁ ପ୍ରଭୁ ଥିବ। ତୁମରି କଥାକୁ ମୁଁ ପରିପାଳିତ କରି ଚାଲିଥିବି, ତାହେଲେ ଯାଇ ଅନ୍ତର ଜୀବନଟା ସେତେବେଳେ ସୁଖଦାୟକ ହେଇ ଉଠିବ। ଦୁଃଖ ନିରାକରଣ କଥା କୁହାଯାଉଥିଲା, ଦୁଃଖଟା ସେତେବେଳେ ଠାକୁର କହୁଛନ୍ତି ଦୁଃଖ କାହାରି ପ୍ରକୃତିଗତ ନୁହେଁ, ତାକୁ ଇଚ୍ଛା କରିଲେ ହିଁ ତୋଳି ଦିଆଯାଇପାରେ। ଅର୍ଥାତ୍ ଦୁଃଖଟାକୁ ମଣିଷ ଇଚ୍ଛା କରିକି ଆଣେ, କାରଣ ସେ ଯାହା ସେ ପ୍ରାପ୍ତି ଆଶା କରୁଛି, ଯାହା ସେ ଚାହୁଁଛି, ସେଇଟା ତାର ଜୀବନର କାମ୍ୟ ନୁହେଁ। ସେଗୁଡିକ ତା ଜୀବନ ପାଇଁ ସେଗୁଡିକ ଚାହିଦା ମାନେ ନୁହେଁ, ସେଗୁଡିକ ପ୍ରବୃତ୍ତି ପରତନ୍ତ୍ରତା। ତେଣୁ ସେଇ ଏଇ ଯୋଉ କଥା କୁହାଯାଇଛି, ଥରେ ଗୋଟେ କୁହାଉଥିଲା ଇଂଲିଶର ପ୍ରଭାବ ରହିଛି, ପ୍ରୋବ୍ଲେମ୍ସ ଆର୍ ଦି ପାର୍ଟ ଅଫ ଦି ଲାଇଫ, ପ୍ରୋବ୍ଲେମ୍ସ ଆର୍ ଦି ପାର୍ଟ ଅଫ ଦି ଲାଇଫ, ବଟ ଦି କ୍ୟାପାସିଟି ଟୁ ସଲ୍ଭ ଦେମ୍ କନଷ୍ଟିଟ୍ୟୁଟ୍ସ ଦି ଆର୍ଟ ଅଫ ଲାଇଫ। ପ୍ରୋବ୍ଲେମ୍ସ ଆର୍ ଦି ପାର୍ଟ ଅଫ ଲାଇଫ, ସମସ୍ୟା ହଉଛି ଜୀବନର ଏକ ଅଂଶ, ସମସ୍ତଙ୍କ ଜୀବନରେ ଦୁଃଖ ଅଛି। ତେଣୁ ପ୍ରୋବ୍ଲେମ ଆର୍ ଦି ପାର୍ଟ ଅଫ ଦି ଲାଇଫ, ତେଣୁ ପ୍ରୋବ୍ଲେମ୍ସ ହେଲା ଜୀବନର ଏକ ଅଂଶ, ବଟ ଦି କ୍ୟାପାସିଟି ଟୁ ସଲ୍ଭ ଦେମ୍ କନଷ୍ଟିଟ୍ୟୁଟ୍ସ ଦି ଆର୍ଟ ଅଫ ଲାଇଫ। ଜୀବନର କୌଶଳ, ଲାଇଫ ଷ୍ଟାଇଲ, ସ୍କିଲ ଅଫ ଲାଇଫ, ବଞ୍ଚିବାର ଜୀବନର କୌଶଳଟା ଶିଖେଇ ଦିଏ କେଟା ନା ଦି କ୍ୟାପାସିଟି ଟୁ ସଲ୍ଭ ଦେମ୍, ମାନେ ସେଇ ଦୁଃଖକୁ ନିରାକରଣ କରିବାର ଯୋଉ କ୍ୟାପାସିଟିଟା ଯାହାର ଥାଏ, ସେଇଟା ହଉଛି ଏକ ଆର୍ଟ ଅଫ ଲାଇଫ। ସେଇଟା ହଉଛି ଜୀବନର ଏକ କଳା, ଜୀବନର ଏକ କୌଶଳ, ଜୀବନ ଶୈଳୀରେ ସେଇଟା ଲାଇଫ ସ୍କିଲ ତାକୁ କୁହାଯାଏ। ତେଣୁ ଜୀବନରେ ଆମେ କେମିତି ଆମେ ଦୁଃଖଟାକୁ ଅତିକ୍ରମ କରିବା, ପ୍ରଭୁ ତ ଅଛନ୍ତି, ସେ ତ ହାତ ଧରି ଚାଲିଛନ୍ତି ଆମକୁ, ସେ ତ ଆମକୁ ସବୁ ଅବସ୍ଥାରେ ପକେଇଛନ୍ତି, ଏବଂ ପକେଇକି ଆମେ ପଡିଛେ ଆମ କର୍ମଫଳ ଯୋଗୁଁ ସବୁ ଦୁଃଖ ଯନ୍ତ୍ରଣାରେ, କିନ୍ତୁ ସେ ହାତ ଧରି ଆମକୁ ଅତିକ୍ରମ କରେଇ ନେଉଛନ୍ତି। ଏଇ ଯୋଉ ଗୀତାରେ କଥା ଅଛି, ଭୀଷ୍ମ ଦ୍ରୋଣତଟା ଜୟଦ୍ରଥ ଜଳା ଗାନ୍ଧାର ନୀଳୋତ୍ପଳା ଶଲ୍ୟ ଗ୍ରାହବତୀ କୃପେଣ ବହନି କନ୍ୟାନ ବେଳା କୁଳା ଅସତ୍ଥମା ବିକର୍ଣ୍ଣ ଘୋର ମୋକରା ଦୁର୍ଯୋଧନା ବର୍ତ୍ତିନୀ ସ୍ୱତୀର୍ଣ୍ଣ ଖଳୁ ପାଣ୍ଡବୀ ରଣ କୈବର୍ତ୍ତକ କେଶବ। ଅର୍ଥାତ୍ ଏଇଭଳି ଏକ ଯୁଦ୍ଧ ଭୂମିରେ ଯୋଉଠି ଏଇଭଳି ମହାରଥୀ ମାନେ ସବୁ ଥିଲେ, ବିଭିନ୍ନ ତାଙ୍କୁ ଆଖ୍ୟା ଦିଆଯାଇଛି, ଉପାଧି ଦିଆଯାଇଛି, ଗାନ୍ଧାର ଇତ୍ୟାଦି, ସେମାନଙ୍କ ସେଇଭଳି ଏକ ରଣ ନଦୀକୁ ଅତିକ୍ରମ କରିପାରିଥିଲେ କିଏ? ଅର୍ଜୁନ କରିପାରିଥିଲେ। କୈବର୍ତ୍ତକ ଥିଲେ କେଶବ, କାଣ୍ଡାରୀ ଥିଲେ କେଶବ। ଜୀବନରେ ପ୍ରଭୁ ପରା ଆଜି କାଣ୍ଡାରୀ ହେଇକି ଆସିଛନ୍ତି, ସେ ସଂସାର ନାବରେ ଆମେ ବସିଛେ, ସେଇ ନାବରେ ମୋ ଭଙ୍ଗା ନାଁରେ ସିଏ ହଉଛନ୍ତି ଜୀବନର କାଣ୍ଡାରୀ। ତାଙ୍କୁ ଯେତେବେଳେ ପାଇଛୁ, ମଣିଷ ଯେତେବେଳେ ତାଙ୍କରି ପଦାଙ୍କ ଅନୁସରଣ କରି ତାଙ୍କୁ ମଥାରେ ବହନ କରି ଚାଲେ, ତାଙ୍କର ନୀତିବିଧି ବିଧାନକୁ ଆମ ବାସ୍ତବ କର୍ମ ଭିତରେ ଫୁଟେଇ ତୋଳିବାକୁ ଚେଷ୍ଟା କରେ। ଏଇ ଯେମିତି କାଲି ଦାଦା କହୁଥିଲେ ସେ ମାଆଟିକୁ, ଯେ ତୁମେ ଏହା କର, ଇଷ୍ଟବୃତ୍ତି କର, ସ୍ୱସ୍ତିନୀ କର, ଆଚାର୍ଯ୍ୟ ଭୂତି କର, ଏବଂ କରିସାରିବାର ମାସ ପରେ, କରିସାରିବାର ଖାଲି ଆଜି ଠାରୁ ନିଜ ସୁଭାଷ ସେଇ ବାରମ୍ବାର ମନେ ପକାଉଥିଲେ, ସୁନ୍ଦର କଥା, କରିସାରିବାର ମାସେ ପରେ ଦେଖ କଣ ହଉଛି। ଠାକୁର ତ କହିଛନ୍ତି ତୁ ଟିକିଏ ଟିକିଏ ହଉ, ମୁଁ ଯାହା କହିଗଲି ତୁମେ ଯଦି ତାକୁ ଅଳ୍ପ ହଉ ବହୁତ ହଉ ବା ବିସ୍ତାରିତ ଭାବ ହଉ, ତୁମେ ଯଦି ତାକୁ କରିଚାଲ, ଏ ଜଗତରେ କୌଣସି ଶକ୍ତି ନାହିଁ ତୁମକୁ ବିପଦ ହାତକୁ ନେଇଯିବ। ଆଉ ଯଦି ନ କରିଚାଲ, ତାହେଲେ ଭବିଷ୍ୟତରେ ଯୋଉ ଦୁର୍ଦିନ ଆସୁଛି ତା ହାତରୁ ତମେ ନିଷ୍କୃତି ପାଇପାରିବ କିନା ସନ୍ଦେହ। ଏଇ ମର୍ମରେ ଠାକୁରଙ୍କର ବାଣୀଟା ଅଛି, ଯଦି ଆମେ ଠିକ କହିପାରିଲେ ନାହିଁ। ଯାହା ହଉ, ତେଣୁ ଆମେ ଯଦି ସେ ପ୍ରଭୁଙ୍କର ବିଧାନଟାକୁ ମାନି ଚାଲିଥିବା, ସେ ତ ଆମ ହାତ ଧରିଛନ୍ତି, ଆମେ ତାଙ୍କୁ କେତେଟା ଧରିଛେ। ପ୍ରଭୁ ମତେ କେତେ ଭଲ ପାଆନ୍ତି ସେଇଟା ମୋର ଦେଖିବା ଦରକାର ନାହିଁ, ମୁଁ ତ ପ୍ରଭୁଙ୍କୁ କେତେ ଭଲ ପାଇପାରିଛି। ଈଶ୍ୱରଙ୍କ ସେଇ ବଙ୍ଗଳାର ବାଣୀ, ମୋର ବାଣୀ ଗୁଡିକ ମୁଖସ୍ଥ କରିପାରେନି, କ୍ଷମା ମାଗି ନେଉଛି। ଈଶ୍ୱର ତତେ ପାସ ନା ଭଲ, ତାତେ ତୋର କି, তুই যদি তাকে না পাইলু না বাসিলু ভালো, ছাইয়ে ঢালা ঘি। এই মর্মରେ বাণীটা ଅଛି, ଯଦି ଟିକେ ଭୁଲ ହେଇଥିବ ମୁଁ ପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥୀ। ଯେ ତୁ ଈଶ୍ୱର ତତେ ଭଲ ପାଆନ୍ତି କି ନାହିଁ ସେଥିରେ ତୋର ଯାଇ ଆସେ କେତେ, ତୁ ଯଦି ତାଙ୍କୁ ଭଲ ନ ପାଇ ପାରିଲୁ
ତାହେଲେ ଛାଇ ଢାଲା ଘି ଅର୍ଥାତ ପାଉଁଶରେ ଘିଅ ଢାଳିବା ସଦୃଶ ହେଲା। ତେଣୁ ଦୁଃଖକୁ ଯଦି ଦୂର କରିବା ପାଇଁ ହେଲେ ଆମେ କଣ କରିବାକୁ ହବ ନା ଆମେ ତାଙ୍କୁ ଭଲ ପାଇବାକୁ ପଡିବ। ସିଏ ତାଙ୍କୁ ଭଲ ପାଇବା ମାନେ ତାଙ୍କରି ସିଏ କୋଉଥିରେ ଖୁସି, ମୋ ପ୍ରଭୁ ଖୁସି, ସିଏ ଯାହା ବିଧାନ ଦେଇଛନ୍ତି ମୁଁ ତାଙ୍କୁ ଯଦି ବାସ୍ତବ କର୍ମରେ ଫୁଟେଇ ତୋଳି ପାରିବି, ଏଇଥିରେ ପ୍ରଭୁ ଖୁସି ହୁଅନ୍ତି, ତାହେଲେ ଯାଇକି ଦୁଃଖ ଗୁଡିକ ନିଶ୍ଚୟ ଆସ୍ତେ 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 ଅପସରି ଯିବ, ନିଶ୍ଚୟ ଅପସରି ଯିବ, ଏଥିରେ କିଛି ଭୟ ନାହିଁ। ତେଣୁ ଆମକୁ ସେଇ ପଥରେ ସେଇ ପଦାଙ୍କରେ ସେ ଯୋଉ ଦେଖେଇ ଦେଇଛନ୍ତି ପଥ, ଜୀବନର ପଥ ସେ ଦେଖେଇ ଦେଇଛନ୍ତି। ମୃତ୍ୟୁର ଜୀବନ ପଥର ଯାତ୍ରୀ ଆରେ ମୃତ୍ୟୁର ପଥେ ଚଲେ ସିନା, ରବି ଠାକୁରଙ୍କର କଥା ଥିଲା। ଆମେ ସବୁ ଜୀବନ ପଥର ଯାତ୍ରୀ, ପ୍ରଭୁ ଆମକୁ ଜୀବନ ପଥରେ ଯାତ୍ରୀ ସଜେଇ ଦେଇଛନ୍ତି। ଆମେ କାହିଁ ମୃତ୍ୟୁର ଭୟରେ ଆଶଙ୍କାରେ ଶଙ୍କି ପଡିବା। ଅମୃତର ସନ୍ତାନ ତ ଅମୃତ ତୋର ଜୀବନ ଧାରା, ମରଣ ଖୋଜି ମରଣ ଭୋଜି ହେବୁର କାହିଁ ସର୍ବହରା। ଠାକୁର କହୁଛନ୍ତି ତୁ ଅମୃତର ସନ୍ତାନ, ଅମୃତର ହଉଛି ତୋ ଜୀବନର ଧାରା, ଅନନ୍ତ ଜନ୍ମର ଧାରା। ଜୀବନର ଧାରା ମାନେ ମୁଁ ଏଇ ଜନ୍ମ ପାଇଁ କେବଳ ଆସିନାହିଁ, ଅନନ୍ତ ଜନ୍ମର ପ୍ରଭାବ ମୋ ଜୀବନଟା, ତେଣୁ ସିଏ ମତେ ଆଣିଛନ୍ତି ଅନନ୍ତ ଜନ୍ମର ପ୍ରଭାବ ଏ ଜୀବନ। ତେଣୁ ଜୀବନ ଧାରା, ଇଏ ଧାରା କେବେ ବି ଶୁଖିବ ନାହିଁ, କାରଣ ସାଗର ମହାସାଗର ସହିତ ମହାସାଗର ମହାମାନବର ସାଗର ତୀରେ, ତେଣୁ ସେ ମହାମାନବଙ୍କର ସେ ମହାସାଗର ସହିତ ଇଏ ଏ ଜୀବନଟା ଯେତେବେଳେ ସଂଯୁକ୍ତ ହେଇଯାଇଛି ପ୍ରିୟ ପରମଙ୍କର ସଙ୍ଗ ସାନ୍ନିଧ୍ୟରେ, ତାଙ୍କରି ଶୀତଳ ତଳେ ଡେଡିକେଟେଡ ସମର୍ପିତ ହେଇଯାଇଛି ଜୀବନ, ଇଏ ଧାରା କେବେ ବି ଶୁଖିବ ନାହିଁ। ଏ ସ୍ରୋତ ହେଇଯିବ ଚିରସ୍ରୋତ ହେଇ ଉଠିବ ଜୀବନ ସ୍ରୋତ। ତେଣୁ ଇଏ ଦୁଃଖ ତ ଆଜି ଆସିଛି କ୍ଷଣିକ ମୁହୂର୍ତ୍ତରେ, ଠାକୁର କହିଲେ ଇଚ୍ଛା କରିଲେ ତଡ଼ି ଦିଆଯାଇପାରେ, ଦୁଃଖଟାକୁ ଇଚ୍ଛା କରିଲେ ତଡ଼ି ଦିଆଯାଇପାରେ। ଆମର ପାଖ ପଡିଶାରେ 5 ତଲା ବିଲ୍ଡିଂ ଅଛି, ମୋର ଗୋଟେ ଝୁମ୍ପୁଡି ଘର ଅଛି, ମୁଁ ଯେତେବେଳେ ଚାହୁଁଛି ତା ଭଳି 5 ତଲା ବିଲ୍ଡିଂ, ଅର୍ଥାତ ମୁଁ ସେଇଭଳି କର୍ମ କରିପାରୁନି 5 ତଲା ବିଲ୍ଡିଂ ପାଇବା ପାଇଁ ଯୋଉ ସମ୍ବଳର ଆବଶ୍ୟକତା, ସେତେବେଳେ ମତେ ଦୁଃଖ ଦଉଛି। ତେଣୁ ମୁଁ ଯଦି ସେଇ ପାଇବାର ଆଶାଟା, ସେ 5 ତଲା ବିଲ୍ଡିଂ ଟାକୁ ଆଶା ଛାଡିଦେବି, ବା 5 ତଲା ବିଲ୍ଡିଂ କରିବା ପାଇଁ ମୋର ଯୋଉ ସମ୍ବଳର ଆବଶ୍ୟକ ତାକୁ ରୋଜଗାର କରିବା ପାଇଁ ସେ ପଥଟାକୁ ଯଦି ବାଛି ନେଇ ପାରିବି, ତାହେଲେ ଦୁଃଖଟାକୁ ଦୂର କରାଯାଇପାରେ, ମୋର ବି ସମ୍ବଳ ହେଇଯିବ, ମୁଁ ଘର କରିପାରିବି। ବା ଯଦି ପାରୁନାହିଁ ତାହେଲେ ସେ 5 ତଲା ବିଲ୍ଡିଂ ମୋର ଦରକାର ବି କଣ, ମୋ ଝୁମ୍ପୁଡି ଘରେ ମୁଁ ଯଦି ନିଦରେ ଶୋଇପାରୁଛି, ପଖାଳ ଗଣ୍ଡେ ଖାଇ ଶୋଇପାରୁଛି, ତାହେଲେ ବି ମୋର ଦୁଃଖ କଣ। ମନେ ପଡେ ଏ ସମୟରେ ଗପଟି ନୁହେଁ, କଥାଟି, ଗୋଟେ ବିରାଟ ଧନୀ ଘରର ଯୋଉ ମାନେ ସ୍ୱାମୀ ସ୍ତ୍ରୀ ଆଉ ବାପା ମା ନାହାନ୍ତି, ନବ ବିବାହିତ ଦମ୍ପତି, ବିରାଟ 2 ଜଣ ସାରା ଚାକିରିଆ ଅଫିସର ପଦରେ, ତାଙ୍କରି ତଳେ ଘରେ ଗୋଟେ ଝୁମ୍ପୁଡି ଘରେ, ଯୋଉଟା କି ସାଧାରଣତଃ ଘର ତିଆରି ବେଳେ ଗୋଟେ ଷ୍ଟୋର ରୁମ କରିଥାନ୍ତି, ସେଇ ଘରଟାରୁ ରିକ୍ସା ବାଲାଟା ରହୁଥାଏ। ରିକ୍ସା ବାଲାର 2ଟା ପିଲା ଏବଂ ସ୍ୱାମୀ ସ୍ତ୍ରୀ, ଇଏ ରିକ୍ସା ଟାଣିକି ଫେରିଲା ପରେ ତାଙ୍କର ବାସ୍ ଆନନ୍ଦରେ ସବୁ କଟେ, କଥାବାର୍ତ୍ତା ସବୁ ଠିକ ଚାଲେ। କିନ୍ତୁ ଦେଖାଗଲା ଦିନେ ସେଇ ସ୍ୱାମୀ ସ୍ତ୍ରୀ 2 ଜଣ ଯାହାକି ଧନାଢ୍ୟ ବ୍ୟକ୍ତି ମାଲିକ ଲାଗିଛନ୍ତି ପାର୍ଟି, ଡେଲି କଳିକଜା ଲାଗନ୍ତି। ସେଠୁ ଇଏ ରିକ୍ସା ବାଲାଟି ଯାଇ କହିଛି, ହେ ମହାଭାଗ, ଆପଣ ତ ମୋର ମାଲିକ, ମୁଁ ଆପଣଙ୍କ ଘରେ ଭଡା ନେଇ ରହିଛି, ମୁଁ ଗୋଟିଏ କଥା ଜାଣିବା ପାଇଁ ଚାହୁଁଛି ଯେ ଆପଣଙ୍କ ଭିତରେ ଦେଖେ ଅଧିକାଂଶ ସମୟରେ ଝଗଡା ଝାଣ୍ଟି ଲାଗନ୍ତି, କଣ ପାଇଁ, ମାନେ କାରଣଟା କଣ? ମୁଁ ଯଦି ଆପଣଙ୍କର କିଛି ତ୍ରୁଟି କରିଥାଏ ଜାଣିବାକୁ ତ ମାନେ ମୁଁ ଗୋଟେ ଛୋଟ ମୁହଁରେ ବଡ କଥା କହିଦେଇଛି ଯେ ଆପଣଙ୍କର ଘରେ ମୋ ଚାକରଟେ ରିକ୍ସା ଟାଣୁଛି, ଆଉ ଆପଣଙ୍କ କଥା ପଚାରି ଦେଇଛି, ତଥାପି ଯେତେବେଳେ ମୁଁ ଦେଖେ ଆପଣ ମାନେ ବ୍ୟଥିତ ହେଇଯାନ୍ତି, ପରସ୍ପର ମୁହଁ ଶୁଖି ଯାଇଥାଏ, ବାହାରକୁ ଯେତେବେଳେ ଆସନ୍ତି, ସେଇଥିପାଇଁ ଟିକେ ପଚାରିଦେଲି, ଯଦି ଭୁଲ କରିଥାଏ ମତେ କ୍ଷମା କରିବେ। ଯାହାକୁ ସେ ଭାଇ ଓମା କହିଛନ୍ତି, ନା ନା ଭାଇ ତୁମେ ଆସ, ଭଡାଟିଆ ହେଲେ ବି ତୁମେ ରିକ୍ସା ବାଲା ହେଲେ ବି ତୁମେ ତ ମଣିଷ ନା, ଯାହା ହଉ ତାଙ୍କ ଭିତରେ ମାନବିକତା ମୂଲ୍ୟବୋଧ ଜାଗିଛି, ତାଙ୍କୁ ପଚାରିଛନ୍ତି ଏବଂ ପରସ୍ପର ତାଙ୍କ ଦୁଃଖ ଇଏ ମାନେ କହିଛନ୍ତି ତାଙ୍କ କଥା। ତାଙ୍କର ଚାହିଦା ଅନେକ ଥିଲା, ଏଇ ଧନାଢ୍ୟ ବ୍ୟକ୍ତିଙ୍କର ସ୍ୱାମୀ ସ୍ତ୍ରୀଙ୍କର, ଯାହାକି ସେମାନେ ତାକୁ ହିଁ ନେଇ ଝଗଡା ଝାଣ୍ଟି କରୁଥିଲେ। ତେଣୁ ଇଏ କିନ୍ତୁ ବୁଝେଇ ଦେଇଛି, ଆମର ତ କିଛି ନାହିଁ, ମୁଁ ରିକ୍ସା ଟାଣେ, ଏତିକି ପଇସା ମାତ୍ର ପାଏ, ମୋ ପିଲାମାନେ ମତେ ଚାହିଁ ରହିଥାନ୍ତି, ମୁଁ ଯାହା ଆଣେ ପେଜ ତୋରାଣି କରି ଖାଇଦେଇ ଆନନ୍ଦରେ ରହୁଛି। ସେଇଠୁ ସେମାନେ ଶିଖିଛନ୍ତି ବାସ୍ତବରେ ଜୀବନଟାକୁ କେମିତି ଜୀବନୀୟ କରି ତୋଳାଯାଏ। ଏଠି ଧନ ସମ୍ପଦ ଆବଶ୍ୟକତା ନାହିଁ। ଯଦି ମୁଁ ଟିକେ ଖାଇକି ଠାକୁରଙ୍କୁ କହିଥିବା ଭାତ ଡାଲମାଟେ ଖାଇ ମୁଁ ଯଦି ସୁସ୍ଥ ସୁନ୍ଦର ଜୀବନଟେ ଯାପନ କରିପାରୁଛି, ତାହେଲେ ମୁଁ ସେ ଛେନାପଣାକୁ ଆଶା କରିବି କାହିଁକି? ଏଇ ଆଶା କରୁଛି ବୋଲି ଯେତେବେଳେ ମୁଁ ସମ୍ବଳର ପାଇପାରୁନାହିଁ, ମୋ ସମ୍ବଳ ସେତିକି ଛୁଇଁ ପାରୁନାହିଁ, ସେତେବେଳେ ମୁଁ ଦୁଃଖ ପାଉଛି। ଚାହିଁବାଟା, ଠାକୁର କହିଲେ, ଚାହିଁବାଟା ନ ପାଇବା ହିଁ ଦୁଃଖ, ଚାହିଁବାଟା ନ ପାଇବା ହିଁ ଦୁଃଖ। କିଛି ଚାହଁ ନାହିଁ, ତୁମେ ଜଗତର 1000 କରି ମଧ୍ୟ ଦୁଃଖ ନଷ୍ଟ କରିପାରିବ ନାହିଁ, ଯେତେ ଦିନ ପର୍ଯ୍ୟନ୍ତ ତୁମ ମନର ସେଇ ଅଭାବର ଭାବଟାକୁ କାଢି ନ ନେଇଛ, ଧର୍ମ ହିଁ ତାହା କରିପାରେ। ତେଣୁ ଆମେ ବାରମ୍ବାର ଆମର ଚାହିଦା, ଆମର ୱାଣ୍ଟସ ଗୁଡା
माने वांटिंग बड़े एते अधिक हेइछ आमे जीवन सांसारिक जीवन रे ए वस्तुवादी जगत रे हमर चाहिदा एते बढ़ी जाइछि जे आमे समस्त पाख पड़ी सब आउ काहको देखि आमे ईर्ष्यान्वित हेउछु आमे काहे पाई पारुनु आमे केमते पाइबा सेही पछरे धाइछु धन जन बैंक बैलेंस ए प्रतिपत्ति पछरे आमे धाइछु प्रवृत्ति पछरे आमे धाइछु माने एइटको लक्ष्य करी मध्य से सुंदर कथाटे माने ठाकुर कहउछन्ती ए मनुष्य जतले दुख पाए तार अंततः तीनटा कारण गोटे हूँ अज्ञानता गोटे हूँ प्रवृत्ति परतंत्रता आउटे हूँ द्वंद्वी वृत्ति ये तीनटा हूँ हमको दुख दिए ये तीन प्रकार कारण मनुष्य सब प्रकार दुख जातीय पाए गोटे है अज्ञानता ठाकुर कहले अज्ञानता ही दुख ज्ञान ही आनंद ठाकुर कहते कंट्राक्शन इज डिजेक्शन एक्सपांशन इज डिलाइट एक्सपांशन इज लाइफ कंट्राक्शन इज डेथ ठाकुर मर्म बाणी अच्छे जदि भूल थो क्षमा मागी नौ ठाकुर कहते विस्तार ही जीवन विस्तार ही प्रेम आउ संकोच ही दुख आउ ये चाहिए संकोच माने मोर अज्ञानता जो मुझे संकोचित हो जाऊँ मुझे जानी ना जीवन और पथटा कौन जीवन टाक केमिति जीवनीय कर गढ़ी तोला जाए दुख भितर भी केमिति सुख को खोजिकी पाइबा हुए पंक भितर जमी पद्म फुटे सेमती दुख जंत्रणा घनघटा भितर भी द्वंद्व बाधा विघ्न ठाकुर कहते द्वंद्व बाधा विघ्न दड़ी दक्ष कौशल तड़ित रागे गुरु निर्देश पालन जो ही सेठार ही सिद्धि जागे से सिद्धि जागिब द्वंद्व बाधा जीवन आसब विघ्न आसब दलिकी अतिक्रम कर मत जावाक पड़ो से दुख मत भांगी मत भांगी न दो मु दुख को भांगी दे पारि दुख मत मैं काबू न करि पारु मु दुख को केमी काबू करदेवी ताको केमी परास्त करी ये जो जतले मनुष्य यही भाव नहीं चले ताहले जाइए से दुखटा को दूर कर दे पार दुख आसी दुख तो आसब दुख जेहेतु जीवन चिर सहसर शरीर अच्छे मैंने रोग आसब जंत्रणा आसब व्याधि आसब किंतु से रोग जंत्रणा व्याधि तार जंत्रणा मत जमी काबू कर न दे पारे से सब को ठेली पेली मत अंत आग को जावाक पड़ो मत अनंत पथरे जावाक पड़ो अमृत पथरे अमृत पथर यात्री मत मोर गति अनंत असीम एवं मो आगे अच्छा प्रिय परम जे कि असीम अनंत जे महासागर खाली सागर नुहे महासागर भी नुहे भक्त विभिन्न भाव में सीना तुलना करी भक्त गंगाधर मेहर किंतु से कहते विश्व जीवन हे तुमको करुणा सिंधु बोलवा मन बड़ू ना जन सिंधु तब कृपा बिंदु सुंदर भाव में गंगाधर मेहर कहते हे विश्व जीवन हे विश्वपिता हे विश्वेश्वर हे विश्वंभर तुमको कृपा सिंधु बोली बोलवा मोर मन बड़ू ना भक्त कहते तुमको कृपा सिंधु बोली किंतु मुझे आदौ संतुष्ट नुहे जेणु सिंधु तब कृपा बिंदु प्रभु तुम बिंदु कृपारे केते सिंधु सृष्टि हो जाई पारे केते सागर महासागर सृष्टि हो जाई पारे तेणु तुमको कृपा सिंधु कहीकि मुझे छोट कर पारि ना तुम आहुरी बड़ आहुरी विराट जहाँकि मोर सीमार बाहर अचिंता चेतनार कल्पनार बाहर तुम प्रभु से भली विराट जार प्रभु जड़े तार मन सड़े पुणी से कहते जे तुम भजन हेबी नाही नाथ माला जपिबा को बाध्य कोटि कोटि ग्रह कंठी से मालार के जपी कर साध्य से कहते प्रभु ये जब माला जपी देले माला गड़ेले कहीं आक्षेप करूना कौन सी किंतु लिखिंट या जे तुम भजन हेबी नाही नाथ माला जपिबा को बाध्य ए माला जपी देले जे तुम भजन हो गला से कारण कोटि कोटि ग्रह कंठी से मालार प्रभु तुम्हें जो मालाटा पिंधिच ना से कोटि कोटि ग्रह नक्षत्र उपग्रह माने गोटे गोटे कंठी आ सी मालाटा को तुम्हें माला करके पिंधिच अर्थात सारा विश्व तुम्हें आम लगी केते ग्रह नक्षत्र तुम्हें सृष्टि करिच भजन टी लिखी मु अंत ये भाव लिखी जे ग्रह नक्षत्र गोटे सूर्यर आलोक आलोकित कोटि कोटि ग्रह ग्रह नक्षत्र तबालोके उद्भासित हे प्रभु गोटे सूर्यर आलोक सीना ग्रह नक्षत्र मान आलोकित ग्रह उपग्रह मान आलोकित होती प्रतिफलित आलोक नहीं आलोक प्रदान करती किंतु कोटि कोटि सूर्य ग्रह नक्षत्र तबालोके उद्भासित ये भाव में भजन टी लिखी तो ज्ञान करा जाए नहीं जाए अर्थात कोटि कोटि सूर्य ग्रह नक्षत्र तुम्हारी आलोक उद्भासित होती तुम्हें से ग्रह नक्षत्र मान को तुम्हें ही आलोक उत्स हे विश्वपिता हे दयामय हे प्रिय परम परम पिता तो तुमको पाइचे आउ दुख को आउ कौन प्राप्ति कौन अच्छी चरम परम प्राप्ति घटी आमर कलिजुगे
କଳିର ଶେଷ କଳିକ ଅବତାର ତାଙ୍କୁ ଆମେ ପାଇଛେ ପୁରୁଷୋତ୍ତମ ଭାବରେ, ମୋ ଜୀବନ ସ୍ୱାମୀ ଭାବରେ ପାଇଛି, ମୁଁ ତମ ପିତା ଭାବରେ ପାଇଛି, ମୋ ପୁତ୍ର ତୁମେ ପିତା, ମୁଁ ଯନ୍ତ୍ର ତୁମେ ଯନ୍ତ୍ରୀ, ତୁମେ ପ୍ରଭୁ ମତେ ଚଳେଇ ନିଅ। ଏଇ ଭାବ ଯେତେବେଳେ ମଣିଷର ଆସିବ ତାର ସମସ୍ତ ଦୁଃଖ ସେ ତ ତା ଜୀବନ ତ ନିଜର ନୁହେଁ, ସେ ଆଉ ଦୁଃଖ ପାଇବ କାହିଁକି? ଏ ଦୁଃଖ ବି ପ୍ରଭୁ ତୁମର, ସୁଖ ବି ତୁମର। ଏ ଜୀବନରେ ଯାହା ଅଛି, ଯେହେତୁ ଜୀବନଟା ତୁମର ପ୍ରଭୁ, ତୁମେ ଦେଇଛ ଏ ଜୀବନ, ତେଣୁ ଏ ଜୀବନର ସହିତ ସଂଶ୍ଳିଷ୍ଟ ଯେତେ ଦୁଃଖ, ଯେତେ ଯନ୍ତ୍ରଣା, ଯେତେ ଐଶ୍ୱର୍ଯ୍ୟ, ବିଭବ, ପ୍ରାଚୁର୍ଯ୍ୟ ସବୁ ପ୍ରଭୁ ତୁମରି ଦାନ। ତେଣୁ ଏଥିରେ ମୁଁ ଦୁଃଖରେ ଭାଙ୍ଗି ପଡିବାର କାରଣ ନାହିଁ, ସୁଖରେ ଦୁଃଖେଶ ନିର୍ବିଘ୍ନ ମନା ସୁଖେଶ ବିଗତ ସ୍ପୃହ, ଅର୍ଥାତ୍ ମୁଁ ଦୁଃଖରେ ଭାଙ୍ଗି ପଡିବି ନାହିଁ ବା ସମ୍ପଦରେ ବିଭୋର ହେଇପଡିବି ନାହିଁ। ତେଣୁ ସେଇଥିପାଇଁ କୁହାଯାଏ କଣ, ଗୋଟେ ଶ୍ଲୋକ ଅଛି ସଂସ୍କୃତରେ, କଣ ଉଦିତ ସବିତା ସ୍ତମ୍ରେ ଅସ୍ତମିଚ ସମ୍ପଦୋ ବିପଦୌ च महतमेक रूपता। उदित सविता ସ୍ତମ୍ରେ ଅସ୍ତମିଚ, ସୂର୍ଯ୍ୟ ଯେତେବେଳେ ଉଦୟ କାଳରେ ଯେଉଁ ସେଇ କମଳ ରୂପ ତାଙ୍କର ଥାଏ, ଯେଉଁ ତାମ୍ର ବର୍ଣ୍ଣ, ଏବଂ ଅସ୍ତ କାଳରେ ମଧ୍ୟ ସେ ତାମ୍ର ବର୍ଣ୍ଣ ଧାରଣ କରିଥାନ୍ତି। ଅର୍ଥାତ୍ ସେ ଜାଣୁଛନ୍ତି ସକାଳ ସମୟରେ ଯେତେବେଳେ ତାଙ୍କର ଆସୁଛି ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟର ସମୟ, ଦିବସରେ ସେ ବିରାଟ ସୂର୍ଯ୍ୟ କିରଣ ପ୍ରଦାନ କରିବେ, ଯୁବକ ଯୌବନ ଆସିବ, ସେଥିରେ କିନ୍ତୁ ଭାଙ୍ଗି ପଡିନାହାନ୍ତି ସେଇ ତାମ୍ର ବର୍ଣ୍ଣ। ଅସ୍ତ ଯେତେବେଳେ ହଉଛନ୍ତି ଜାଣୁଛନ୍ତି ମାତୃକୂଳକୁ ଚାଲି ଯାଉଛନ୍ତି, ତେଣୁ ତାଙ୍କର କିରଣ ଆଉ ଦେଖାଯିବ ନାହିଁ, ତା ସତ୍ତ୍ୱେ ବି ତାଙ୍କର ସେଥିରେ ଦୁଃଖ ନାହିଁ। ତେଣୁ ସମ୍ପଦ ବିପଦ च महताम ଏକ ରୂପତା, ଯୋଉମାନେ ମହତ୍ ମଣିଷ, ସେମାନେ ସମ୍ପଦ ଆସୁ ବା ବିପଦ ଆସୁ ସେମାନଙ୍କର ସେଇ ଗୋଟିଏ ରୂପ। ଠାକୁର କହୁଛନ୍ତି ଦୁଃଖ ବି ଏକ ରକମ ଭାବ, ସୁଖ ବି ଏକ ରକମ ଭାବ। ଏଗୁଡ଼ା ସବୁ ଗୋଟେ ଭାବ। ଦୁଃଖଟାକୁ ଆମେ ଯଦି ଭାବି ନେବା ଏଇଟା ଗୋଟେ ମୋର ଭାବନା, ମୁଁ ଭାବିନି ଯେ ଏଇଟା ହଉଛି ଦୁଃଖ, କିନ୍ତୁ ଏଇଟା ପ୍ରକୃତ ଦୁଃଖ ନୁହେଁ। ମୁଁ ଯଦି ଖଣ୍ଡେ ଖାଇପାରୁଛି, ଖଣ୍ଡେ ପିନ୍ଧି ପାରୁଛି, ଆଉ ମାନେ ଗାମୁଛାଟେ ବି ପିନ୍ଧି ପାରୁଛି, ତାହେଲେ ସେଥିରେ ବି ଦୁଃଖ କଣ? ତେଣୁ ମୋର ତ ଆପାତତଃ ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ଯଦି ମୋ ଜୀବନରେ ପ୍ରଭୁଙ୍କ ଦୟାରୁ ମିଳିଯାଇଛି, ତାହେଲେ ଆଉ ଦୁଃଖ କଣ? ସେ ଐଶ୍ୱର୍ଯ୍ୟ ସମ୍ପଦ ପ୍ରାଚୁର୍ଯ୍ୟର ମୋର ଆବଶ୍ୟକତା ବି କଣ? ତେଣୁ ଏଇଭଳି ଭାବନା ଯେତେବେଳେ, ତେଣୁ ଦୁଃଖଟା ବି ଏକ ରକମ ଭାବ। ମୁଁ ଯେତେବେଳେ ଭାବନା ଭିତରେ ମୋର ଆସୁଛି, ଏଇଟା ଅନ୍ୟମାନଙ୍କ ସହିତ ମୁଁ କମ୍ପେୟାର କରୁଛି ନିଜକୁ, ସେଇଠି ମତେ ଦୁଃଖଟା ଆସୁଛି। ତେଣୁ ଏଇଟା ଗୋଟେ ଭାବନା ନା, ମୁଁ ଅନ୍ୟର ଦେଖିନେଲି, ମୁଁ ଭାବି ନେଲି ମୋ ପିଲା ଛୁଆ ସେଇଆ ହେଇପାରୁନାହାନ୍ତି, ମୁଁ ସେମିତି ଗୋଟେ ଘର ରହିପାରି ନାହିଁ, ମୋର ଗାଡି ଘୋଡା ଅନ୍ୟମାନଙ୍କ ଭଳିଆ ନାହିଁ, ଅନ୍ୟମାନେ କାର ଫାର କରିକି ପେଁ ପାଁ ଚାଲି ଯାଉଛନ୍ତି, ମୁଁ ଗୋଟେ ଭଙ୍ଗା ସାଇକେଲଟା ଧରି କେଁ କାଁ ଶବ୍ଦ କରି ଚାଲିଛି। ଏଇ ଯୋଉ ଭାବନା ଯେତେବେଳେ ମଣିଷ ଭିତରେ ଆସିଯାଏ, ସେଇଟା ସେ ଦୁଃଖ ପାଏ। ଠାକୁର କହିଲେ ଦୁଃଖ ବି ଏକ ରକମ ଭାବ, ସୁଖ ବି ଏକ ରକମ ଭାବ। ଏଇ ଚାହିଁବାର ଭାବଟା ହିଁ ଦୁଃଖ। ତେଣୁ ତୁମେ ଜଗତର ହଜାର କରି ମଧ୍ୟ ଠାକୁର ଜିଆଡେ ବାଣୀ କହିଛନ୍ତି। ତେଣୁ ମୁଁ କିଛି ମୋର ଚାହିଁବାଟା କିଛି ନ ରହୁ, ମୋର ପ୍ରାପ୍ତିର ଆଶା କେବଳ ପ୍ରଭୁଙ୍କୁ। ମୁଁ ପାଇଛି ଚରମ ପରମ ପ୍ରାପ୍ତି ଘଟିଛି, ଆଉ କିଛି ପ୍ରାପ୍ତି ଦରକାର। ତାଙ୍କୁ ପାଇଲା ପରେ ସେ ଯୋଉ ବାରିକ ରାଜ ରଜକର କଥା ଆପଣ ତ ବାରମ୍ବାର ଶୁଣିଛନ୍ତି, ସେଇ କଥା କେବଳ ଉଦାହରଣ ଦଉଛି ଯେ ସମସ୍ତେ ରାଜା ଘୋଷଣା କରିଛନ୍ତି, ଆଜି ଗୋଟିଏ ଦିନ, ଯେଉଁ ଦିନ ଘୋଷଣା ସେ କରିଛନ୍ତି, ଏଇ ଦିନଟାରେ ଯିଏ ଯାହା ମାଗିବ ମୋର ତାଙ୍କର ଅଦେୟ ହୋଇ କିଛି ରହିବ ନାହିଁ। ସମସ୍ତଙ୍କର ଯିଏ ଯାହା ମାଗିବ ମୁଁ ତାଙ୍କୁ ସମସ୍ତଙ୍କୁ ତାଙ୍କ ମନ ଇଚ୍ଛା ପୂର୍ଣ୍ଣ କରିବି। ସମସ୍ତେ ରାଜ୍ୟ ସାରା ସବୁ ଡିକ୍ଲାର ହେଇଗଲା, ସମସ୍ତେ ଆସିଲେ ରାଜାଙ୍କ ପାଖରୁ ମାଗି ନେଲେ, ଯିଏ ଯାହା ମାଗିଲେ, ଧନ ଜନ ଗୋପ ଲକ୍ଷ୍ମୀ ଇତ୍ୟାଦି ଇତ୍ୟାଦି। ରାଜାଙ୍କର ଗୋଟେ ରଜକ ଥିଲା, ମାନେ ଯିଏ ଲୁଗା କାଚେ, ସିଏ ତାକୁ ପଚାରିଲେ ଶେଷରେ, କହିଲେ ରାଜା କିନ୍ତୁ ଚାହିଁଥିଲେ ସେଇ ଲୋକଟା କେତେବେଳେ ଆସୁଛି, ସେ ପ୍ରତ୍ୟେକ ଦିନ ମୋହରି ଘର ଜୀବନ ସାରା ଲୁଗା କାଚୁଛି, ସଫା କରୁଛି, ସିଏ ଯଦି କିଛି ମାଗିନତା ତ ଦୁଃଖ ଯନ୍ତ୍ରଣା ଚାଲିଯାଆନ୍ତା। ରାଜା ଚାହିଁଥିଲେ ଆକୁଳ ବାକୁଳ ହେଇକି ସେଇ ବୋଧେ ଆସିବ ଆଜି ଭଳି ଦିନରେ ମାଗି ନେବ, କିନ୍ତୁ ଦେଖୁଛନ୍ତି ରାଜା ସନ୍ଧ୍ୟା ସରିଗଲାଣି, ଆଉ ସିଏ କିନ୍ତୁ ଆସୁନି। ଲାଷ୍ଟ ଶେଷରେ ରାଜା ନିଜେ ଡକାଇଲେ ସେ ରଜକକୁ ପାରିଷଦଙ୍କ ହାତରେ, କହିଲେ ତାକୁ ଡାକିଲ, ତାକୁ ଡକାଗଲା, କହିଲେ କିରେ ହତଭାଗା, ତତେ ଆଜି ଭଳି ଦିନରେ ମୁଁ ତତେ ସମସ୍ତଙ୍କୁ ଦେଲି, ସମସ୍ତେ ଆସିକି ମାଗି ନେଲେ, ଯିଏ ଯାହା ମାଗିଛନ୍ତି ପାଇଛନ୍ତି, ତୁ ହତଭାଗା ଆଜି ବି କିଛି ମାଗି ନେଲୁଣି। ତୋହରି ପାଇଁ ମୁଁ ଗୋଟେ ଚିନ୍ତା କରିଥିଲି, ତୁ ଯଦି ମାଗି ନେଇଥାନ୍ତ ଜୀବନର ସବୁ ଦୁଃଖ ଚାଲି ଯାଇଥାନ୍ତା, ଆଉ ଡେଲି ଆସିକି ତୁ ଏଇ ରାଜମୂଳ କାଚୁଥାନ୍ତୁ ନା। ରଜକ କହିଲା ମାଗ ମାଗ, ତୁ ଯାହା ହେଲେ ଗୋଟେ ମାଗ। ସେଠି ସେ କହିଲେ ରାଜା ମୁଁ କଣ ମାଗିବି, ମାଗି ଜାଣିଥିଲେ ତ ମାଗିବି, ମାଗିବାକୁ ଆସି ମାଗି ପାରିଲିନି, କହିବାକୁ ଆସି କହିପାରିଲିନି ଯାହା ଥିଲା କହିବାକୁ। ଏଇ ଯୋଉ ଭଜନଟେ ଅଛି, ପ୍ରଭୁ ମୁଁ ମାଗିବାକୁ ଆସିଥିଲି, କହିବାକୁ ଆସିଥିଲେ, ଜୀବନର କେତେ ଦୁଃଖ କେତେ ଯନ୍ତ୍ରଣା ତୁମରି ଶିଥଳ ପାଖକୁ ନିବେଦନ କରିବାକୁ ଆସିଥିଲି, କରିପାରିଲିନି ପ୍ରଭୁ। ତୁମରି ମୁଖକୁ ଚାହିଁ ସବୁ ଭୁଲିଗଲି, ତୁମେ ହିଁ ମୋର ଦୁଃଖ, ତୁମେ ହିଁ ମୋର ସୁଖ, ତୁମେ ହିଁ ମୋର ଜୀବନର ଆରାଧ୍ୟ। ତେଣୁ ସେ ଯାହୁ ରଜକ କହୁଛି ପ୍ରଭୁ ଏ ମହାଭାଗ, ଆପଣ ତ ମୋର ସବୁ, ଆପଣ ଅଛନ୍ତି, ଆପଣଙ୍କ ପାଖକୁ ଆସୁଛି, ଆପଣଙ୍କ ସଙ୍ଗ ସାନିଧ୍ୟ କରୁଛି, ଆଉ କଣ ଦୁଃଖ ମୋର? ନା ତୁ ଗୋଟେ ମାଗ, ଯାହାହେଲେ ମାଗ, ଆଜି ବୋଲି ମାଗ। ଯଦି କହୁଛନ୍ତି ପ୍ରଭୁ ଦେବେ କିଛି, ତାହେଲେ ମୋର ଗୋଟିଏ କଥା, ମୋର ସେ ଭଗ୍ନ କୋଡିଆରେ ଆପଣ ଥରେ ପାଦ ପକେଇବେ। ରାଜା
କହିଲେ ବାଃ ଏଇ ହାଇର ହତଭାଗା ଶେଷରେ ବି ଏଇଆ ମାଗିଲୁ, ମୁଁ ତ ଘରେ ପାଦ ଦେନି କଣ ହବ ଥରେ ଅଧେ, ହଉ ଯଦି ମାଗିଛୁ ଯିବା ଆଉ। ମନ୍ତ୍ରୀଙ୍କୁ ଡକାଗଲା, ସମସ୍ତଙ୍କୁ କୁହାଗଲା ଯେ ତା ଘରକୁ ରାଜା ଯିବେ। ରାଜା ଯିବେ, ରାଜା କଥା ଚିନ୍ତା କରୁନଥିଲେ, ମନ୍ତ୍ରୀ ଚିନ୍ତା କରୁଛନ୍ତି, ସମସ୍ତେ ଆରେ ରାଜା ଯିବେ ମାନେ ତା ଘରକୁ ଘାଟ ବାଟ ସବୁ ଠିକ ଅଛି ତ? ରାଜାଙ୍କର ଯିବେ ମାନେ ପାରିଷଦ ବର୍ଗ ଯିବେ, ତା ଘରେ ରହିବା ପାଇଁ ଜାଗା ଅଛି ତ? ତା ଘର ଗୋଟେ ଭଲ ଘର ଅଛି ତ? ରାଜ କର୍ମଚାରୀ ମାନେ ରହିବେ, ରାଜା ଯିବେ। ଏ ସବୁ ଗୁଡିକ ମନ୍ତ୍ରୀ ଯେତେବେଳେ ଯୋଗାଡ଼ କଲେ, ସବୁ ଆୟୋଜନ କରାଗଲା ତା ଘରକୁ। ରାସ୍ତା ଘାଟ ସବୁ ଠିକଠାକ ହେଇଗଲା, ବିରାଟ ବିଲ୍ଡିଂ ପ୍ରାସାଦ ତିଆରି ହେଇଗଲା, ମାନେ ପାରିଷଦ ବର୍ଗ ଯିବେ ରହିବେ, ରାଜା ନିଜେ ରହିବେ ବସିବେ, ତେଣୁ ସବୁ ଗୁଡିକ ତିଆରି ହେଇଗଲା। ତାପରେ ରାଜା ରଜକ ଘରକୁ ରାଜା ଯାଉଛନ୍ତି, ରଜକକୁ ପଚାରିଲେ କିରେ ରଜକ ମତେ ତ ଡାକିଲୁ, ମୁଁ ଆସିଲି, କଣ ପାଇଲୁ? କହିଲେ ପ୍ରଭୁ ମହାଭାଗ ଆଉ କଣ ନ ପାଇଲି, ଆପଣଙ୍କର ଯେମିତି ପ୍ରାସାଦ ମୋର ସେମିତି ପ୍ରାସାଦ ହେଇଗଲା, ଆପଣଙ୍କ ଘରକୁ ରାଜରାସ୍ତା ଯେମିତି ମୋ ଘରକୁ ରାଜରାସ୍ତା ହେଇଗଲା। ତାମାନେ କହିବା କଥା ହଉଛି ଜୀବନ ସେ ରାଜାଙ୍କୁ ଚାହିଁଥିଲା, ଆମେ ପ୍ରଭୁଙ୍କୁ କେବଳ ଚାହିଁବା। ଜୀବନର ସମସ୍ତ ଦୁଃଖ ଯଦି ଦୂର କରିବା ପାଇଁ ଚାହୁଁଛନ୍ତି, ନିରାକରଣର ଗୋଟିଏ ବାଟ ଯେ ଆମେ ତାଙ୍କୁ ହିଁ ଜୀବନରେ ଚାହିଁବା। ସେ ମୋ ହୃଦୟ ମନ୍ଦିରରେ ତାଙ୍କୁ ମୁଁ ବସେଇବି, ଆଉ ସେ ଦୁଃଖ ଆସୁ ସୁଖ ଆସୁ ସେଗୁଡିକ ମୋର ଯାଏ ଆସେ କଥା, ସେ ମତେ କାମ କରିବ କାହିଁକି? ଏଇଭଳି ଜୀବନର ଚିର ସହଚର ଦିନ ଚାଲିଯିବ, ଜୀବନ ଚାଲିଗଲା ପରେ ସେ ଦୁଃଖ ବି ଚାଲିଯିବ, ସୁଖ ବି ଚାଲିଯିବ, ସବୁଗୁଡିକ ଏଇଠି ରହିଥିବ। ଆମେ ଯିବା, କିନ୍ତୁ ଆମ ସାଙ୍ଗରେ ଥିବେ କେବଳ ପ୍ରଭୁ, ମୋର ପ୍ରିୟ ପରମ ଥିବେ। ତେଣୁ ଆମେ ତାଙ୍କୁ ହିଁ ଜୀବନ ଯାହା ପ୍ରଭୁ ତୁମେ କି, ସେ ଯୋଉ ପ୍ରଶ୍ନ ଥିଲା ଜଣେ ଭକ୍ତ ଲେଖିଥିଲେ, ତୁମେ କି ରହିବ ସାଥେ, ଠାକୁର କହୁଛନ୍ତି ତୁମେ ତ ରହିବ, ବଦଳିକି ଟିକେ କହୁଛନ୍ତି ଏ ତୁମେ କି ରହିବ ସାଥେ, ସନ୍ଦେହ କଣ, ପ୍ରଶ୍ନ ପୁଣି କାହିଁକି? ପ୍ରଶ୍ନ ତୁମର ଅସ୍ତ ଯାଉ, ଯୁକ୍ତି ରହୁ ଦୂରେ, ତୁମର କାର୍ଯ୍ୟ କରିବେ ଦୟାଲ ମନେ ପଡେନି ଯାଉ। ଅର୍ଥାତ୍ ପ୍ରଶ୍ନ ଆଉ ନାହିଁ, ଜୀବନର ଶେଷ ମୁହୂର୍ତ୍ତରେ ପ୍ରତିଟି ମୁହୂର୍ତ୍ତରେ ପ୍ରଭୁ ହିଁ ମୋ ପାଖରେ ଅଛନ୍ତି, ଆଉ ରହିବେ ମଧ୍ୟ ଅନନ୍ତ କାଳ ଧରି। ତେଣୁ ସିଏ ଯେତେବେଳେ ଜୀବନରେ ଅଛନ୍ତି ଆଉ ସେଠି ଦୁଃଖ କଣ? ରାଜା ଯେତେବେଳେ ରଜକ ପାଖରେ ଅଛନ୍ତି ଆଉ ସେଠି ତାର ଦୁଃଖ କଣ? ପ୍ରଭୁ ଯେତେବେଳେ ଆଜି ମୋର ମାଲିକ ଯେତେବେଳେ ମୋ ପାଖରେ, ମୋ ହୃଦୟ ମନ୍ଦିରରେ ମୁଁ ତାଙ୍କୁ ବସେଇ ପାରିଛି, ଆଉ ସେଠି ମୋର ଦୁଃଖ କଣ? ସେ ଅଛନ୍ତି, ଆଉ ଯାହା ରହିବ ସେଗୁଡିକ ସବୁ ତାଙ୍କରି। ତେଣୁ ଏକ ଥିଲେ ଜୀବନର ସିନା, ତାପରେ ସୁନ ଗୁଡିକର ମୂଲ୍ୟ ବଢିଯାଏ, 10, 100, 1000, ଅୟୁତ, ଲକ୍ଷେ ଇତ୍ୟାଦି ଇତ୍ୟାଦି। ଜୀବନରେ ଯେ ଏକ ନାହାନ୍ତି, ଜୀବନରେ ଯେ ମାଲିକ ନାହାନ୍ତି, ଏକ ସେଇ ଏକ ଈଶ୍ୱର ଅଦ୍ୱିତୀୟ, ଏକ ଏକମେବା ଦ୍ୱିତୀୟ, ମାନେ ଏକ ଏବଂ ଅଦ୍ୱିତୀୟ ଈଶ୍ୱରଙ୍କ ମୁଁ ଶରଣ ନେଇଛି ନା, ପୁରୁଷୋତ୍ତମଙ୍କର ଶରଣ ନେଇଛି, ଏଇ ଯୋଉ କଥା। ତେଣୁ ଆଉ ସେଠି ଜୀବନର କଣ? ଆମେ ଯାହାକୁ ପାଇଛୁ ସେ ଆମେ ବୋଧ ହୁଏ, ମୋର ବି ସେଇ ଚିନ୍ତା ଆସିନାହିଁ, ଆପଣମାନେ ଆମେ କେହି ବି ସେମିତି ଭାବି ପାରିନୁ ଆମେ କାହାକୁ ପାଇଛୁ, ଆମେ କାହାକୁ ପାଇଛୁ ଏ ଜୀବନରେ। ଯିଏ ମାନେ ତାଙ୍କୁ କଳ୍ପନା କରାଯାଇପାରେ ନା, ତାଙ୍କୁ ତୁଳନା କରାଯାଇପାରେ ନା, ତାଙ୍କୁ ମାପି ହବ ନାହିଁ। ଯୋଉ ତୁଳନା ଦେଲେ ବି, ପ୍ରାପ୍ତିର ଯଦି କିଛି ବି ଉଦାହରଣ ଦିଆଯାଏ, ମୁଁ ଏଇଭଳି ତାଙ୍କୁ ପାଇଛି ନା, ସେ ବି କମ ହେଇଯିବ। ସେଇ ଯୋଉ ଗଙ୍ଗାଧର ମେହେରଙ୍କ ବିଶ୍ୱ ଜୀବନ ହେ ତୁମକୁ କରୁଣା ସିନ୍ଧୁ ବଦିବାକୁ ମନ ପଡୁନାହିଁ, ଜଣେ ସିନ୍ଧୁ ତ କୃପା ବିନ୍ଦୁ। ତେଣୁ ମୁଁ ତାଙ୍କୁ ଯେତେ ବିରାଟ କରି ରଖିଲି ଆହୁରି ସେ ବିରାଟ, ମୁଁ ତାଙ୍କୁ ପାଇଛି। ଆଉ ସେଠି ଅସୁବିଧା ମତ, ତାଙ୍କୁ ପାଇଗଲା ପରେ ଜୀବନର ସମସ୍ତ ଦୁଃଖ, ସମସ୍ତ ଯନ୍ତ୍ରଣା, ଯଦି ମୁଁ ତାଙ୍କରି କଥାକୁ ଟିକେ ମାନିନି, ଖାଲି ପାଇଗଲେ ହବନି। ପାଇଗଲେ କଣ ହବ? ମୁଁ ଯୋଉ ଧନଟାକୁ ପାଇଲି ତାକୁ ଯଦି ବାସ୍ତବ ୟୁଟିଲାଇଜ ନ କରିବି, ୱାଇଜ ୟୁଜ ଅଫ ମନି ଗୋଟେ ବିଷୟ ପଢା ହଉଥିଲା, ମୁଁ ଯଦି ଅର୍ଥଟାକୁ ସଦ୍ବିନିଯୋଗ ନ କରିବି, ମୁଁ ଯାହା ପାଇଛି ଜୀବନର ତାଙ୍କୁ ଯଦି ବିନିଯୋଗ ନ କରିବି ଜୀବନର ପ୍ରତିଟି କ୍ଷେତ୍ରରେ, ତାହେଲେ ମୋର ପ୍ରାପ୍ତିଟା ଅସମ୍ଭବ ହେଇଯିବ ବା ପାଇ ହବ ନାହିଁ। ତେଣୁ ମୁଁ ଜୀବନରେ ପ୍ରଭୁଙ୍କୁ ପାଇଛି ମାନେ ସେ ଯୋଉ ଧନ ଦେଇଛନ୍ତି ତାଙ୍କୁ ମୁଁ ବିନିଯୋଗ କରିବି। ଧର୍ମ ମାନେ ସେ ଯୋଉ ଜୀବନର ପଥ ଦେଖେଇଛନ୍ତି ସେଇଟା ତ ପରମ ଧନ। ସେ ଯୋଉ ଜୀବନର କଥା କହିଛନ୍ତି ସେଇ ମାର୍ଗକୁ ଯଦି ମୁଁ ମାନି ଚାଲେ ଏବଂ ଜୀବନକୁ ଯଦି ଜୀବନୀ କରି ତୋଳିପାରେ, ମୁଁ ପ୍ରଭୁଙ୍କର ଭାବଧାରା ଭିତର ଦେଇ, ତାଙ୍କରି କୁହା କଥା ଭିତର ଦେଇ, ତାଙ୍କର ପ୍ରଦତ୍ତ ନୀତିବିଧି ବିଧାନ ଭିତର ଦେଇ, ତାହେଲେ ମୋ ଜୀବନଟା କିନ୍ତୁ ଜୀବନୀ ହେଇ ଉଠିବ, ସମସ୍ତ ଦୁଃଖ ମୋଚନ ହେବ ଏବଂ ସବୁ ଦୁଃଖର ସେ ହିଁ ସବୁ କାରଣର କାରଣ। ତେଣୁ ସେତେବେଳେ ଯାଇ ଦୁଃଖ ସବୁ ଗୁଡିକ ମୋର ଉପଭୋଗ ହେଇ ଉଠିବ, ଆନନ୍ଦଦାୟକ ହେଇ ଉଠିବ। ସେ ଦୁଃଖ ମତେ ଭାଙ୍ଗି ଦେଇ ପାରିବ ନାହିଁ, ସେ ଦୁଃଖ ମତେ କାବୁ କରିପାରିବ ନାହିଁ, ସେ ଦୁଃଖ ମତେ ଯନ୍ତ୍ରଣା ଜର୍ଜରିତ କରିପାରିବ ନାହିଁ। ସେ ଦୁଃଖ ଭିତରେ ବି ମୁଁ ହସି ପାରିବି, ସେ ଦୁଃଖ ଭିତରେ ବି ମୁଁ ଡେଇଁ ପାରିବି, ସେ ଦୁଃଖ ଭିତରେ ବି ମୁଁ କୀର୍ତ୍ତନରେ ମତବାଲା ହିଁ ନାଚି ପାରିବି ପ୍ରଭୁଙ୍କୁ ନେଇ। ତେବେ ଯାଇ ଜୀବନଟା ଆନନ୍ଦଦାୟକ ହେଉଥିବ। ପୁଣି ଥରେ ସମସ୍ତଙ୍କର ଶାନ୍ତି, ସ୍ୱସ୍ତି, ସୁଦୀର୍ଘ ନିରାମୟ ଜୀବନ ତଥା ଯୋଡି ହେଇଥିବା ସବୁ ଭାଇ ମାନଙ୍କର ଅନ୍ତତଃ ସେଇଆ ହଉ। ପ୍ରଭୁଙ୍କୁ ମଥାରେ ନେଇ ତାଙ୍କର ବିଧାନକୁ ଆମେ ପରିପାଳନ କରିବା ଜୀବନରେ। କାଲି ସେ ମାଟି ଯେମିତି କହୁଥିଲେ ଅନ୍ତ ଦୁଃଖର କଥା, ଏମିତି ଅନେକ ଭାଇ ଓ ମା ମାନଙ୍କର ଜୀବନର ଅନେକ ଦୁଃଖ ଅଛି, ସେ ସବୁ ଦୁଃଖ ଗୁଡିକ ନିଶ୍ଚୟ ଅପସରି ଯିବ। କାରଣ ଜୀବନରେ ସେ କାଣ୍ଡାରୀ ଅଛନ୍ତି, ଜୀବନର ସେ ମାଲିକ ଅଛନ୍ତି, ସେ କୈବର୍ତ୍ତ କେଶବ ହେଇଛନ୍ତି। ସେ ନିଶ୍ଚୟ ଏଇ ଯୋଉ ଦୁଃଖ ରୂପକ ଅନ୍ତତଃ କୁରୁକ୍ଷେତ୍ରକୁ ସେ ନିଶ୍ଚୟ ଅତିକ୍ରମ କରି ନେଇ ପାରିବେ। ଏଇ ବିଶ୍ୱାସ ଯଦି ଥାଏ ତାଙ୍କରି
ପ୍ରଦତ୍ତ ବିଧାନର ମଣିଷ ଯଦି ଚାଲୁଥାଏ, ତାଙ୍କୁ ଯଦି ହୃଦୟରେ ମଥାରେ ବହନ କରି ଚାଲୁଥାଏ, ଜୀବନଟା ନିଶ୍ଚୟ ସର୍ବାଙ୍ଗ ସୁନ୍ଦର ହେଇଯିବ। ଆଉ ସେ ଦୁଃଖ ଯନ୍ତ୍ରଣା କିଛି କାବୁ କରିପାରିବ ନାହିଁ। ଅନ୍ତତଃ ଏଇ ଗଭୀର ବିଶ୍ୱାସ ରଖି ପ୍ରଭୁଙ୍କୁ ଟିକେ ଭଲ ପାଆନ୍ତୁ, ଠାକୁରଙ୍କୁ ଭଲ ପାଆନ୍ତୁ, ତାଙ୍କର ନୀତିବିଧି ବିଧାନକୁ ମାନି ଚାଲନ୍ତୁ। ଆଜି ଯୋଉ ଆଚାର୍ଯ୍ୟ ଦେବଙ୍କର ଆହ୍ୱାନ ଆସିଛି, ସେ ତ ପ୍ରଭୁଙ୍କର ଇଚ୍ଛା ନା। ପ୍ରତିଟି ସେ ଦୀକ୍ଷା ପତ୍ର ତ ପ୍ରଭୁ ପ୍ରଣାଳୀ କରିଥିଲେ। ତେଣୁ ସେ ଦୀକ୍ଷା ପତ୍ରର କାର୍ଯ୍ୟକୁ ନେଇ ଆଜି ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କର ଯୋଉ ଅଭିନବ ପ୍ରୟାସ, ପୂଜନୀୟ ଅଭିନଦାଙ୍କର ଯୋଉ ମାନେ ପ୍ରଚଣ୍ଡ ପ୍ରୟାସ, ମାନେ ଅବିଶ୍ରାନ୍ତ ପ୍ରୟାସ, ଆଜି ଆମେ ସେଥିରେ ଟିକେ ସାମିଲ ହେଇଯିବା, ଆମେ ସେଥିରେ ଟିକେ ଯୋଡି ହେଇଯିବା, ଘରକୁ ଘର ଚାଲିଯିବା, ପଡାପଡୋଶୀଙ୍କ ପାଖକୁ ଚାଲିଯିବା। ଠାକୁର ଯୋଉ କହୁଥିଲେ ଯେ ପଡିଶା ତୋର ନଷ୍ଟ ଯିବେ, ଭାବୁଛୁ ତୁ ରହିବୁ ବଞ୍ଚି, ଯାହା ଛୁଟି ଯା ତାଙ୍କରି ପାଶେ ସେମାନେ ତୋର ଜୀବନ ପୁଞ୍ଜି। ଠାକୁର କହୁଛନ୍ତି ଜୀବନର କ୍ୟାପିଟାଲ ଯୋଉ ପାଇବା ପାଇଁ ଚାହୁଁଛୁ, ଦୁଃଖଟାକୁ ଦୂର କରିବା ପାଇଁ, ତୁ ଯାହା ପାଇବା ପାଇଁ ଚାହୁଁଛୁ ସେଗୁଡିକ ତୋର ପ୍ରାପ୍ତି ନୁହେଁ। ଯାହା ଛୁଟି ଯା ତାଙ୍କରି ପାଶେ ସେମାନେ ତୋର ଜୀବନ ପୁଞ୍ଜି। ସେ ପରିବେଶ ହଉଛି ମୋର ଜୀବନ ପୁଞ୍ଜି। ସେଇମାନେ ମୋର ଦୁଃଖଟାକୁ, ମୋ ଦୁଃଖ ବେଳରେ ମୋ ପାଖରେ ଛିଡା ହେବେ, ମୋ ଦୁଃଖଟା ନିରାକରଣ ହେଇଯିବ, ପ୍ରଶମିତ ହେଇଯିବ। ସେଇମାନେ ମତେ ବୁଝେଇ ଦେଇପାରିବେ ମୋ ଦୁଃଖ ବେଳରେ, ସେଇମାନେ ମୋର ଅସହାୟ ସମୟରେ ସହାୟ ହେବେ, ସେଇମାନେ ମୋର ଦାରିଦ୍ର୍ୟ ସମୟରେ ମତେ ଅନ୍ତତଃ କିଛି ଯୋଗେଇ ଦେଇପାରିବେ। ତେଣୁ ସେ ପଡିଶା ମାନଙ୍କୁ ଆମେ ଠାକୁରଙ୍କ ଦିଗକୁ ଆଣିବା, ଯୋଉମାନେ ଭୁଲି ଯାଇଛନ୍ତି, ଯୋଉମାନେ ଅଜ୍ଞତାରେ ହଉ, ଆମ ଅବହେଳା ଯୋଗ ହଉ, ଆମର ଉଦାସୀନତା ଯୋଗ ହଉ, ସେମାନେ ଆଜି ଦୂରେଇ ରହିଛନ୍ତି, ସେମାନଙ୍କୁ ଟାଣି ଆଣିବା, ପ୍ରଭୁଙ୍କ ନିକଟରେ ଭେଟିଦେବା। ସାରା ମୋର ଛୋଟିଆ ସଂସାରଟେ, ମୁଁ ଯଦି ଗୋଟେ କ୍ଷୁଦ୍ର ସୂର୍ଯ୍ୟ ହୁଏ, ମୋର ଯୋଉ ସୌର ପରିବେଶ, ସୌର ଜଗତ ରହିଛି, ମୁଁ ସବୁ କିଛିକୁ ନେଇ ମୁଁ ପ୍ରଭୁଙ୍କୁ ଭେଟି ଦେବି। ପ୍ରଭୁଙ୍କ ମୁଖରେ ହସ ଫୁଟି ଉଠିବ। ପ୍ରଭୁ ହସିଲେ ସାରା ଜଗତ ହସି ଉଠିବ। ପୁଣି ଥରେ ସମସ୍ତଙ୍କ ଶାନ୍ତି ସ୍ୱସ୍ତି ସୁଦୀର୍ଘ ନିରାମୟ ଜୀବନ ପ୍ରିୟ ପରମଙ୍କ ନିକଟରେ ପ୍ରାର୍ଥନା ରଖି ମୋର କଥାକୁ ଏଠି ବିଶ୍ରାମ ଦେଉଛି। ଜୟ ଗୁରୁ, ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଶ୍ରୀଯୁକ୍ତ ଭାଗୀରଥ ମହାନ୍ତି ଦାଦା ଅତିର୍ଜୁ ସତ୍ସଙ୍ଗ ବିହାର ବାଲେଶ୍ୱର ଏତେ ସୁନ୍ଦର ଭାବରେ ଆଜିର ଯାହା ବିଷୟବସ୍ତୁ ଥିଲା, ଜୀବନରେ ଦୁଃଖ ଓ ତାର ନିରାକରଣ। ଦୁଃଖ ବି ଏକ ରକମ ଭାବ, ସୁଖ ବି ଏକ ରକମ ଭାବ। ଏ ଅଭାବର ମନ ଆଜି ଦୁଃଖକୁ ଟାଣି ଆଣେ। ଏଇ ଷଡ଼ରୂପ ମାନେ, ପ୍ରବୃତ୍ତି ମାନେ ମଣିଷକୁ ତାରି କବଳରେ ବାନ୍ଧି ଦିଅନ୍ତି। ମଣିଷକୁ ଦୁଃଖ ଯନ୍ତ୍ରଣା ଭୋଗିବାକୁ ପଡେ। ମଣିଷ ଜନ୍ମରୁ କେବେ ଦୁଃଖୀ ନଥିଲା। ଦୁଃଖ ସୁଖ ତା ଜୀବନରେ ଆସେ ଦିଟା। ଦୁଃଖ ନଥିଲେ ସୁଖକୁ ଅନୁଭବ କରିହୁଏନି, ତେଣୁ ଦୁଃଖ ହିଁ ଦରକାର। ଦୁଃଖ ନଥିଲେ ମଣିଷ ଭିତରେ ଚେତନା ଆସେନି, ଭାବନା ଆସେନି, ତାର ଜୀବନର ପରିବର୍ତ୍ତନ ହୁଏ ନାହିଁ। କିନ୍ତୁ ଦୁଃଖ ତ ଆସିବ। ଅପ୍ସ ଅଛି ମାନେ ଡାଉନ୍ ଅଛି। ଏ ଜୀବନରେ ସବୁ କିଛି ମଣିଷକୁ ଉପଭୋଗ କରିବାକୁ ପଡେ। ଖଟା ଅଛି ମାନେ ମିଠା ଅଛି। ଏଭଳି ଦୁଃଖ ତ ଜୀବନରେ ପ୍ରତି ମୁହୂର୍ତ୍ତରେ ଆମ ପାଖରେ ରହିଛି। ଅନେକ ଦୁଃଖ ଏ ମଣିଷ ତାର କର୍ମକୁ ନେଇକି ପାଏ। ଏଇ ଜନ୍ମର କର୍ମ ଏବଂ ପୂର୍ବ ଜନ୍ମର କର୍ମଫଳ, ଦି ଜନ୍ମର କର୍ମଫଳ। ସେ ଜନ୍ମରେ ଏ ବର୍ତ୍ତମାନ ଜୀବନରେ ଯାହା କରେ ତାର ମଧ୍ୟ ସେ ଫଳ ପ୍ରାପ୍ତ ହୁଏ। କିନ୍ତୁ ସୁଖ ବେଳେ ଆନନ୍ଦରେ ହସେ, ଦୁଃଖ ବେଳେ କାନ୍ଦେ। ସୁଖ ବେଳେ କେବେ କୁହେ ନାହିଁ, ପରମ ପିତା ତୁମେ ମତେ ସୁଖ ଦେଇଛ, ତୁମେ ମତେ ଆନନ୍ଦ ଦେଇଛ, ତୁମ ଯୋଗୁଁ ଆଜି ଏତେ ସୁଖ ପାଇଛି। ପୁଅ ପାଇଛି, ଝିଅ ପାଇଛି, ପରିବାର ପାଇଛି, ଆଜି କୋଠା ବାଡି ବ୍ୟାଙ୍କ ବାଲାନ୍ସ ପାଇଛି। ଏଇସବୁ ଜିନିଷ ଗୁଡ଼ିକ ପାଇକି ମଣିଷ ଭାରି ସୁଖୀ ବୋଲି ମନେ କରେ। ମୁଁ ସୁଖୀ କାରଣ ମୋର ମ୍ୟାଟେରିଆଲ ଡେଭଲପମେଣ୍ଟ ହେଇଛି, ମୋର ଇକୋନୋମିକ ଡେଭଲପମେଣ୍ଟ ହେଇଛି, ମୋର ପ୍ରଫେସନାଲ ଡେଭଲପମେଣ୍ଟ ହେଇଛି, ଆଉ ମୁଁ ସୁଖୀ। ପ୍ରକୃତ ସୁଖ କ'ଣ ସିଏ? ନା ପ୍ରକୃତ ଆନନ୍ଦ ସିଏ? ପ୍ରକୃତ ସୁଖ ହେଉଛି ଯିଏ ସୁଖମୟ, ଯିଏ ଆନନ୍ଦମୟ, ଯିଏ ଚିରମୟ, ଯିଏ ସୃଷ୍ଟିକର୍ତ୍ତା, ଯିଏ ତ୍ରାଣକର୍ତ୍ତା, ଯାହାଙ୍କ ଦୟା କରୁଣାରେ ମନୁଷ୍ୟ ଜନ୍ମ ଆଜି ହେଇଛି। ତାଙ୍କ ସହିତ ମୁଁ କେତେ ଯୋଗଯୁକ୍ତ ହେଇଛି, ତାଙ୍କରି ସତନାମ ଜପୁଛି, ଆଉ ସବୁବେଳେ ତାଙ୍କର କଥା କେତେ ମୁଁ ଭାବୁଛି, ତାଙ୍କରି ଚିନ୍ତାରେ ଚିନ୍ତିତ ହେଉଛି, ତାଙ୍କରି ଦର୍ଶନ କରୁଛି, ତାଙ୍କରି କର୍ମ କରୁଛି, ତାଙ୍କର ବିଧି ବିଧାନକୁ ମାନି ଜୀବନ ଯାତ୍ରାରେ ଚାଲିଛି। ତାହେଲେ ତ ଜୀବନରେ ମୋର ସେ ହେଉଛି ଅପୂର୍ବ ସୁଖ। ତାଠାରୁ ସୁଖ ଆଉ ଦୁନିଆରେ କିଛି ନାହିଁ। ସେ ସୁଖକୁ ମଣିଷ ସୁଖ ବୋଲି ମନେ ନାହିଁ। ପାର୍ଥିବ ସୁଖ, ଏ ଆର୍ଥିକ ସୁଖ, ଏ ଦୈହିକ ସୁଖ, ଏ ବିଭିନ୍ନ ସୁଖକୁ ମଣିଷ ସୁଖ ବୋଲି ମନେ। ଏଇ ସୁଖ ଯଦି ତାର ଜୀବନରେ ମିଳେ ନାହିଁ, ଈଶ୍ୱରଙ୍କ ପାଖେ ପ୍ରାର୍ଥନା କରି, ଗୁହାରି କରେ, ନିବେଦନ କରେ ଏବଂ କମ୍ପ୍ଲେନ୍ କରେ ବାରମ୍ବାର, ଏବଂ ବହୁ ଗୁରୁଙ୍କୁ ପରିବର୍ତ୍ତନ କରେ, ବହୁ ଦେବାଦେବୀ ମନ୍ଦିର ପରିବର୍ତ୍ତନ କରେ, ଚର୍ଚ୍ଚ ମସଜିଦ୍ ସବୁ ପରିବର୍ତ୍ତନ କରେ, କେବଳ ମୋତେ ଏଇ ସୁଖ ସବୁ ମିଳିଲା ନାହିଁ।
ପ୍ରକୃତରେ କ'ଣ ସେ ସୁଖ? ତା ସୁଖ ନାହିଁ। ପ୍ରକୃତ ସୁଖ ଈଶ୍ୱରୀୟ ସୁଖ। ପରମ ପିତାଙ୍କ ସହିତ ଲାଗି ରହିବା, ପରମ ପିତାଙ୍କ ସତ୍ ନାମ ଜପିବା ଏବଂ ସତ୍ସଙ୍ଗରେ ଆଶ୍ରୟ ଗ୍ରହଣ କରିବା, ତାଙ୍କର ଭଜନ କୀର୍ତ୍ତନ ଯାଜନ ଶ୍ରବଣ କରିବା, ଜୀବନରେ ତାଙ୍କୁ ନେଇ ଯେଉଁ ଗର୍ବ ଅନୁଭବ କରିବା, ସିଏ ଅଛନ୍ତି ବୋଲି ମୁଁ ଅଛି, ସିଏ ହିଁ ମୋର ସର୍ବଶ୍ରେଷ୍ଠ, ସିଏ ମୋତେ ଯାହା ଦେଇଛନ୍ତି ମୁଁ ଖୁସିରେ ଅଛି, ସିଏ ମୋର ଜୀବନ, ସିଏ ମୋ ପ୍ରାଣ, ତାଙ୍କ ପାଇଁ ଯେଉଁ ଅହଙ୍କାର, ତାଙ୍କ ପାଇଁ ଯେଉଁ ଗର୍ବ, ସିଏ ଯେଉଁ ସୁଖ, ମୋର କିଛି ନଥିଲେ ଦୁଃଖ ନାହିଁ। ତୁମେମାନେ ଯେଉଁ କହୁଛ ମୋର ଘର ନାହିଁ, ବାଡ଼ି ନାହିଁ, ଦାର ନାହିଁ, ଗାଡ଼ି ନାହିଁ, ବ୍ୟାଙ୍କ ବାଲାନ୍ସ ନାହିଁ, କିନ୍ତୁ ମୋର ଯାହା ଅଛି ତୁମ ପାଖେ ତାହା ନାହିଁ। କାରଣ ମୋ ପାଖେ ମୋ ଈଶ୍ୱର ଅଛନ୍ତି, ମୋ ପ୍ରଭୁ ଅଛନ୍ତି, ମୋ ଆନନ୍ଦ ଅଛି। ସିଏ ତ ହେଉଛି ସୁଖ। ଏଇ ସୁଖ ନଥାଇ ମଣିଷ ଆଜି ଯେଉଁ ପାଇଁ ଆଜି ପାଗଳ ହେଉଛି, ସେଇ ସୁଖ କ'ଣ ପ୍ରକୃତରେ ଚିରସ୍ଥାୟୀ ସୁଖ? ନା ସେ ସୁଖ ରହିବ? ଏ ଧନ ଜନ ଯୌବନ, ଏ ପାର୍ଥିକ ବିକାଶ, ଆର୍ଥିକ ବିକାଶ କେବେ କି ରହିବନି, ଏ ଚାଲିଯିବ। ତେଣୁ ମଣିଷ ଜୀବନରେ ଏସବୁ ପାଇବା ପାଇଁ ଆଜି ଦୁଃଖ ଭୋଗେ, ପ୍ରବୃତ୍ତିର କବଳରେ ବାନ୍ଧି ହୋଇଯାଏ, ଜୀବନର ନୈତିକ ନୀତିକି ହରେଇ ଦିଏ। ଆଜି ନୈତିକ ହରା ଜୀବନ, ନୀତି ହରା ଜୀବନ, ଆଉ ତାର ବ୍ୟକ୍ତିତ୍ୱ ହରା ଜୀବନରେ ସେ ଆଜି ଅର୍ଥ ପାଇଁ ପାଗଳ ହେଇଯାଇଛି, ମାନ ପାଇଁ ପାଗଳ ହେଇଯାଇଛି, ଯଶ ପାଇଁ ପାଗଳ ହେଇଯାଇଛି, କଷ୍ଟ ଦୁଃଖ ଯନ୍ତ୍ରଣାକୁ ଡାକି ଆଣୁଛି, କେତେ ଅନ୍ୟାୟ, କେତେ ଅନୀତି, କେତେ ଦୁର୍ନୀତି କରି ଜୀବନରେ ଦୁଃଖକୁ ସେ ନିମନ୍ତ୍ରଣ କରି ଡାକି ଆଣୁଛି। ଆଉ ଏଇ ଦୁଃଖ କ'ଣ କେବେ ଯିବ? ନା ଯାଇଛି? ନା ଆସିବନି? ଆସିବ। ଯେଉଁ ପର୍ଯ୍ୟନ୍ତ ମନ ସ୍ଥିର ହେଇନାହିଁ, ଯେଉଁ ପର୍ଯ୍ୟନ୍ତ ମନ ତାଙ୍କରି ସିଞ୍ଚନେ ସ୍ଥାନ ପାଇନାହିଁ, ଶୟନେ ସପନେ ଜାଗରଣେ ତାଙ୍କରି ଚିନ୍ତା, ତାଙ୍କରି ଦର୍ଶନ, ତାଙ୍କରି ଭାବନା, ତାଙ୍କରି ସତନାମ ଜପି ନାହିଁ, ତାହେଲେ ଜୀବନର ପରିବର୍ତ୍ତନ ହେବ ନାହିଁ। ତେଣୁ ଏଇ ସବୁ ଦୁଃଖ ଗୁଡ଼ିକ ଅଟୋମେଟିକାଲି ଚାଲିଯିବ ଯେତେବେଳେ ମଣିଷ ସେଇ ସୁଖୀଙ୍କ ସହିତ ଯୋଗଯୁକ୍ତ ହେବ। ଯିଏ ଚିର ସୁଖୀ, ଯାହାଙ୍କ ସହିତ ଯୋଗଯୁକ୍ତ ହେଲେ ମଣିଷ ଚିର ସୁଖୀ ହେବ, ଆନନ୍ଦ ପାଇବ, ଆଉ ତା ଜୀବନରେ କିଛି ରହିବନି। ମାନ, ଅଭିମାନ, ଗର୍ବ, ଅହଙ୍କାର, ଆଉ କିଛି କାମନା ବାସନା, କାମିନୀ କାଞ୍ଚନ ସବୁ କୁଆଡ଼େ ଦୂରୀଭୂତ ହେଇଯିବ। କେବଳ ସେଇ ପରମ ପିତା, ସେଇ ସ୍ୱୟଂ ମାଲିକଙ୍କ ସହିତ ଯେତେବେଳେ ଯୋଗଯୁକ୍ତ ହୁଏ, ସମ୍ପୂର୍ଣ୍ଣ ଭାବେ ସମର୍ପିତ ହେଇଯାଏ, ପ୍ରଭୁ ଏ ଜୀବନ ତୁମର, ଏ ମନ ତୁମର, ଏ ଆତ୍ମା ତୁମର, ଏ ଶରୀର ତୁମର, ସବୁକିଛି ତୁମର ପ୍ରଭୁ, ମୋତେ ତୁମରି ଚିନ୍ତା ଦିଅ, ତୁମରି ଦର୍ଶନ ଦିଅ, ତୁମରି କର୍ମ ଦିଅ, ତୁମରି ପାଇଁ ମୁଁ ବ୍ୟସ୍ତ ରହିବି, ଆଉ କିଛି ମାଗିବି ନାହିଁ। କେବଳ ତୁମେ ହିଁ ମୋର ଜୀବନର କାମନା, ତୁମେ ହିଁ ମୋର ଜୀବନର ବାସନା। ସେତେବେଳେ ଦୁଃଖ ଅଟୋମେଟିକାଲି ତାର ଚାଲିଯାଏ, ଦୁଃଖ ନିରାକରଣ ହେଇଯାଏ। ଯେତେବେଳେ ମଣିଷ ନିଜକୁ ନିଜେ ବୁଝେ ଦୁଃଖ ପାଇଁ ମୁଁ ଦାୟୀ, ସୁଖ ତ ସିଏ ସବୁବେଳେ ଦିଅନ୍ତି, ଦୁଃଖ ମୁଁ ହିଁ ନିମନ୍ତ୍ରଣ କରି ଆଣେ। ସେଥିପାଇଁ ମୋତେ ହିଁ ମୋର ନିଜର ଗୁଣକୁ, ମୋର ନିଜର ଚରିତ୍ରକୁ, ମୋର ବ୍ୟକ୍ତିତ୍ୱକୁ ପରିବର୍ତ୍ତନ କରିବାକୁ ପଡ଼ିବ, ତାଙ୍କରି ରଙ୍ଗରେ ରଙ୍ଗୀନ ହେଇ ଆଉ ସବୁବେଳ ପାଇଁ ସେ ସୁଖମୟ ଜୀବନ, ଆନନ୍ଦମୟ ଜୀବନ, ସେ ଇଷ୍ଟମୟ ଜୀବନ ଯାପନ କରି ଜୀବନରେ ତୃପ୍ତି ଲାଭ ହେଇ ଜୀବନ ଯାତ୍ରାରେ ସଫଳତା ହାସଲ କରିବାକୁ ହେବ। ଏହା ହିଁ ସେଇ ଭକ୍ତମାନଙ୍କର କାମନା ରହୁ, ଆମ ସମସ୍ତଙ୍କର ସେଇ କାମନା ରହୁ। ପରମ ପିତା ନିଶ୍ଚିତ ତାହା ହିଁ ମଞ୍ଜୁର କରିବେ। ମଣିଷ ଯେତେ ବାଧା ବିଘ୍ନ, ଦୁଃଖ ଯନ୍ତ୍ରଣା କଷ୍ଟ ଆସିଲେ ବି ସବୁକିଛି ଅତିକ୍ରମ କରି ଜୀବନ ଯାତ୍ରାରେ ସଫଳ ହବ ହିଁ ହବ। ସେଇ ସୁଖଦାତା, ସେ ଶାନ୍ତିଦାତା, ସେ ଆନନ୍ଦଦାତା, ସେ ହିଁ ମଣିଷକୁ ଅଜ୍ଞାନତାରୁ, ଅନ୍ଧକାରରୁ ମୁକ୍ତ କରି ସେ ଆଲୋକର ପଥରେ, ସେ ଜ୍ଞାନର ପଥରେ ପଥିଏ କରିଦିଅନ୍ତି, ହାତ ଧରି ଚଲେଇ ଦିଅନ୍ତି, ଅମଣିଷକୁ ମଣିଷ କରିଦିଅନ୍ତି, ଏ ମଣିଷକୁ ଦେବତାରେ ରୂପାନ୍ତରିତ କରିଦିଅନ୍ତି। ସେହି ସୁଖମୟ, ସେହି ଆନନ୍ଦମୟ, ସେହି ଆମର ଜୀବନର କେନ୍ଦ୍ରବିନ୍ଦୁ। ସୁନ୍ଦର ଭାବପୂର୍ଣ୍ଣ ଆଲୋଚନା କରି ସମସ୍ତଙ୍କୁ ଆଜି ଦୁଃଖର ନିରାକରଣ ଉପରେ ଆଜି ଯେଉଁ ଚେତନା ଦେଇଛନ୍ତି, ଯେଉଁ ସମସ୍ତଙ୍କ ଭିତରେ ଯେଉଁ ଭାବନା ସୃଷ୍ଟି କରିଛନ୍ତି, ସେଥିପାଇଁ ଆପଣ ଏବଂ ଆପଣଙ୍କ ପରିବାରର ସମସ୍ତଙ୍କର ମଙ୍ଗଳ ନିମନ୍ତେ ମୁଁ ପ୍ରଭୁଙ୍କ ଶ୍ରୀପାଦ ପଦ୍ମରେ ପ୍ରଣାମ ଜଣାଉଛି। ଧନ୍ୟବାଦ ଦାଦା, ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ